ଅନେକ ବର୍ଷ ପୂର୍ବେ ସୁବର୍ଣ୍ଣପୁର ନାମକ ଏକ ଗ୍ରାମରେ ସୁବୋଧ ନାମକ ଜଣେ ଅତ୍ୟନ୍ତ ଜିଜ୍ଞାସୁ ଏବଂ ନିର୍ଭୀକ ଯୁବକ ବାସ କରୁଥିଲେ। ଯେ ଶୁଣିବାକୁ ପାଇଥିଲେ ଯେ ଜଙ୍ଗଲର ସବୁଠାରୁ ଗଭୀର କୋଣରେ ଏକ ଅଦୃଶ୍ୟ ଦ୍ୱୀପ ଅଛି, ଯାହାକୁ ହଜାଇଲେ ମଣିଷ ନିଜର ଭବିଷ୍ୟତ ଦେଖିପାରିବ। ଯାହାକୁ ଜଲାଇଲେ, ସେ ଦ୍ୱୀପକୁ ଜଲାଇଲେ ମଣିଷ ନିଜର ଭବିଷ୍ୟତ ଦେଖିପାରିବ। ସୁବୋଧ ସେହି ଦ୍ୱୀପକୁ ଖୋଜିବା ପାଇଁ ଏକ ନିଶୁଣ ଅମାବାସ୍ୟା ରାତ୍ରିରେ ଯାତ୍ରା ଆରମ୍ଭ କଲେ, ଯେଉଁଠାରେ ବାଟରେ ତାଙ୍କୁ ପ୍ରଥମେ ମାୟାବୀ ନଦୀ ପାର କରିବାକୁ ପଡ଼ିଲା। ଏହାର ପାଣି ସ୍ରୋତ ବିପରୀତ ଦିଗକୁ ବହୁଥିଲା। ସେ ନଦୀର ପାର ହେବା ପାଇଁ ସେ ନିଜର ଶାରୀରିକ ବଳ ନୁହେଁ, ବରଂ ମାନସିକ ଶାନ୍ତିର ପ୍ରୟୋଗ କଲେ ଏବଂ ଶେଷରେ ଏକ ଗୁପ୍ତ ପାହାଡ଼ ପାଖରେ ପହଞ୍ଚିଲେ, ଯେଉଁଠାରେ ତିନୋଟି ଦ୍ୱାର ଥିଲା। ପ୍ରଥମ ଦ୍ୱାରଟି ସୁନା ହୀରାରେ ଚମକୁଥିଲା। ଦ୍ୱିତୀୟ ଦ୍ୱାରଟି ବିଳାସପୂର୍ଣ୍ଣ ଖାଦ୍ୟରେ ଭରପୁର ଥିଲା, କିନ୍ତୁ ସୁବୋଧ ସେସବୁକୁ ପ୍ରତ୍ୟାଖ୍ୟାନ କରି ତୃତୀୟ ଦ୍ୱାରଟିକୁ ବାଛିଲେ, ଯାହା ଅତ୍ୟନ୍ତ ସାଧାରଣ ଏବଂ ପୁରୁଣା ଦେଖାଯାଉଥିଲା। ଗୁମ୍ଫା ଭିତରେ ପ୍ରବେଶ କରିବା ମାତ୍ରେ ଜଣେ ବୃଦ୍ଧ ଯୋଗୀ ତାଙ୍କୁ ସାମ୍ନାକୁ ଆସି କହିଲେ ଯେ ଭବିଷ୍ୟତ ଜାଣିବା ଅପେକ୍ଷା ବର୍ତ୍ତମାନକୁ ସୁଧାରିବା ହିଁ ବଡ଼ ଜ୍ଞାନୀର କାମ। ସୁବୋଧ ସେହି ମୂର୍ତ୍ତିରେ ବୁଝିପାରିଲେ ଯେ ଅଦୃଶ୍ୟ ଦ୍ୱୀପ କୌଣସି ବାହ୍ୟ ବସ୍ତୁ ନୁହେଁ, ବରଂ ନିଜ ଭିତରେ ଥିବା ସଦ୍ବୁଦ୍ଧି ଏବଂ ସତ୍କର୍ମର ପ୍ରକାଶ। ସେହି ଦିନଠାରୁ ସୁବୋଧ ଗାଁକୁ ଫେରି ଆସି ଲୋକମାନଙ୍କ ସେବା କଲେ ଏବଂ ଜଣେ ପ୍ରକୃତ ଜ୍ଞାନୀ ଭାବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଲେ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଆମେ ଯେତେବେଳେ ବାହ୍ୟ ଚମକ ଧମକ ଛାଡ଼ି ନିଜର କର୍ତ୍ତବ୍ୟ ପଥରେ ଚାଲୁ, ସେତେବେଳେ ଭାଗ୍ୟ ନିଜେ ଆମକୁ ବାଟ ଦେଖାଇଥାଏ। ପ୍ରାଚୀନ କାଳରେ ରତ୍ନପୁର ନାମକ ଏକ ସମୃଦ୍ଧ ରାଜ୍ୟରେ ଜଣେ ନ୍ୟାୟପ୍ରିୟ ରାଜା ରାଜୁତି କରୁଥିଲେ, ଯାହାଙ୍କର ସୁମନ୍ତ ନାମକ ଜଣେ ଅତି ବୁଦ୍ଧିମାନ ଏବଂ ଚତୁର ମନ୍ତ୍ରୀ ଥିଲେ। ଦିନେ ରାଜଭଣ୍ଡାରରୁ ଏକ ଅତି ମୂଲ୍ୟବାନ ହୀରା ଚୋରି ହୋଇଗଲା, ଯାହାକୁ ଜଗିବା ପାଇଁ ଶତାଧିକ ପ୍ରହରୀ ନିୟୋଜିତ ଥିଲେ। କିନ୍ତୁ କେହି ବି ଜାଣିପାରିଲେ ନାହିଁ ଯେ ଚୋର କେଉଁ ବାଟ ଦେଇ ପ୍ରବେଶ କଲା। ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ସୁମନ୍ତକୁ ଚୋର ଧରିବା ପାଇଁ 7 ଦିନ ସମୟ ଦେଲେ। ସୁମନ୍ତ କୌଣସି ସୈନ୍ୟବାହିନୀ ବ୍ୟବହାର ନ କରି ଏକ ନିଆରା ଉପାୟ ଚିନ୍ତା କଲେ। ସେ ରାଜ୍ୟର ସମସ୍ତ ସନ୍ଦିଗ୍ଧ ବ୍ୟକ୍ତି ଏବଂ ସେହିଦିନ ଦାୟିତ୍ୱରେ ଥିବା ପ୍ରହରୀମାନଙ୍କୁ ଏକ ବଡ଼ ସଭାଗୃହକୁ ଡାକିଲେ। ସେ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଲେଖାଏଁ କାଠ ବାଡ଼ି ଦେଇ କହିଲେ, ଏହା ହେଉଛି ଏକ ଯାଦୁକରୀ ବାଡ଼ି। ଯେ ଚୋର ଥିବ, ତାର ବାଡ଼ିଟି ଆସନ୍ତାକାଲି ସକାଳ ସୁଦ୍ଧା 2 ଇଞ୍ଚ ଲମ୍ବା ହୋଇଯିବ। ସମସ୍ତେ ନିଜ ନିଜ ଘରକୁ ଫେରିଗଲେ, କିନ୍ତୁ ପ୍ରକୃତ ଚୋରଟି ମନେ ମନେ ସେ ବହୁତ ଭୟଭୀତ ହୋଇଥିଲା। ସେ ଭାବିଲା ଯଦି ସକାଳେ ତାର ବାଡ଼ିଟି ଲମ୍ବା ହୋଇଯାଏ, ତେବେ ସେ ଧରା ପଡ଼ିଯିବ। ତେଣୁ ସେ ଚତୁରତା ଦେଖାଇ ନିଜ ବାଡ଼ିକୁ ଆଗୁଆ 2 ଇଞ୍ଚ ଛୋଟ କରିଦେଲା। ପରଦିନ ସକାଳେ ଯେତେବେଳେ ସୁମନ୍ତ ସମସ୍ତଙ୍କ ବାଡ଼ି ପରୀକ୍ଷା କଲେ, ସେ ଦେଖିଲେ ଯେ ଜଣେ ପ୍ରହରୀର ବାଡ଼ି ଅନ୍ୟମାନଙ୍କ ଅପେକ୍ଷା 2 ଇଞ୍ଚ ଛୋଟ ଅଛି। ସୁମନ୍ତ ସାଙ୍ଗେ ସାଙ୍ଗେ ତାକୁ ଚୋର ବୋଲି ଚିହ୍ନଟ କଲେ, କାରଣ ବାସ୍ତବରେ ସେ ବାଡ଼ିରେ କୌଣସି ଯାଦୁ ନଥିଲା। ତାହା କେବଳ ଚୋରର ମାନସିକତା ପରୀକ୍ଷା କରିବା ପାଇଁ ଏକ କୌଶଳ ଥିଲା। ଚୋରଟି ନିଜର ଭୁଲ ସ୍ୱୀକାର କଲା ଏବଂ ହୀରାଟିକୁ ଫେରାଇ ଦେଲା। ରାଜା ସୁମନ୍ତଙ୍କ ଏହି ଅସାଧାରଣ ବୁଦ୍ଧିମତ୍ତା ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କଲେ। ଏହି କାହାଣୀ ଆମକୁ ଶିକ୍ଷା ଦେଇଥାଏ ଯେ କଠିନରୁ କଠିନ ସମସ୍ୟା କିମ୍ବା ରହସ୍ୟକୁ ବଳ ପ୍ରୟୋଗ ନ କରି ମଧ୍ୟ କେବଳ ବୁଦ୍ଧି ଏବଂ ବିବେକ ବଳରେ ସଠିକ ଭାବେ ସମାଧାନ କରାଯାଇପାରେ। ଅନେକ ବର୍ଷ ପୂର୍ବେ ସାଗରଗଡ଼ ନାମକ ଏକ ବନ୍ଦର ସହରରେ ଆର୍ଯ୍ୟନ ନାମକ ଜଣେ ସାହସୀ ନାବିକ ବାସ କରୁଥିଲେ, ଯେ ଶୁଣିବାକୁ ପାଇଥିଲେ ଯେ ସମୁଦ୍ର ମଧ୍ୟରେ ଏକ ଏପରି ଅଜ୍ଞାତ ଦ୍ୱୀପ ଅଛି, ଯେଉଁଠାରେ ସମୟର ଝରଣା ବହୁଛି ଏବଂ ସେହି ଝରଣାର ଜଳ ପିଇଲେ ମଣିଷ କେବେ ବୁଢ଼ା ହୁଏ ନାହିଁ। ଆର୍ଯ୍ୟାନ ନିଜର ଦଳବଲ ସହିତ ସେ ଦ୍ୱୀପର ସନ୍ଧାନରେ ବାହାରିଲେ, କିନ୍ତୁ ବାଟରେ ତାଙ୍କୁ ଭୟଙ୍କର ସାମୁଦ୍ରିକ ତୋଫାନ ଏବଂ ବିଶାଳକାୟ ସାମୁଦ୍ରିକ ଜୀବମାନଙ୍କର ସାମ୍ନା କରିବାକୁ ପଡ଼ିଲା। ଅନେକ ଦିନର କଠିନ ଯାତ୍ରା ପରେ ସେମାନେ ଏକ କୁହୁଡ଼ି ଘେରା ଦ୍ୱୀପରେ ପହଞ୍ଚିଲେ, ଯେଉଁଠାରେ ଗଛର ପତ୍ରଗୁଡ଼ିକ ସୁନା ପରି ଚମକୁଥିଲା ଏବଂ ପକ୍ଷୀମାନେ ଅଦ୍ଭୁତ ସ୍ୱରରେ ଗୀତ ଗାଉଥିଲେ। ସେହି ଦ୍ୱୀପର ମଧ୍ୟଭାଗରେ ଏକ ଗୁମ୍ଫା ଥିଲା, ଯେଉଁଠାରେ ସେହି ସମୟର ଝରଣା ବହୁଥିଲା। ଯେମିତି ଆର୍ଯ୍ୟନ ସେହି ଜଲକୁ ଛୁଇଁବାକୁ ଗଲେ, ଜଣେ ଦିବ୍ୟ ପୁରୁଷ ପ୍ରକଟ ହୋଇ କହିଲେ, ହେ ନାବିକ, ଏହି ଜଲ ତୁମକୁ ଅମର କରିଦେବ ସତ, କିନ୍ତୁ ଏହାର
ବଦଳରେ ତୁମକୁ ତୁମର ସମସ୍ତ ପୁରୁଣା ସ୍ମୃତି ଏବଂ ପ୍ରିୟଜନଙ୍କ କଥା ଭୁଲିବାକୁ ପଡ଼ିବ। ଆର୍ଯ୍ୟନ ଏକ ମୁହୂର୍ତ୍ତ ପାଇଁ ଅଟକି ଗଲେ ଏବଂ ଗଭୀର ଭାବେ ଚିନ୍ତା କଲେ। ସେ ଅନୁଭବ କଲେ ଯେ ଯଦି ସେ ନିଜର ପରିବାର, ବନ୍ଧୁ ଏବଂ ନିଜର ଅତୀତକୁ ଭୁଲିଯିବେ, ତେବେ ସେହି ଅମରତ୍ୱର କୌଣସି ମୂଲ୍ୟ ରହିବ ନାହିଁ। ଜୀବନର ପ୍ରକୃତ ସୁନ୍ଦରତା ତା'ର ସୀମିତ ସମୟ ଏବଂ ସେହି ସମୟ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ମଧ୍ୟରେ ହିଁ ଥାଏ। ସେହି ଜଳ ନ ପିଇ ଖାଲି ହାତରେ ନିଜ ସହରକୁ ଫେରି ଆସିଲେ ଏବଂ ସମସ୍ତଙ୍କୁ ବୁଝାଇ କହିଲେ ଯେ ମଣିଷକୁ ଅମର ହେବା ପାଇଁ କୌଣସି ଯାଦୁକରୀ ଜଳର ଆବଶ୍ୟକତା ନାହିଁ, ବରଂ ନିଜର ସତ୍କର୍ମ ଏବଂ ଅନ୍ୟର ସେବା ଦ୍ୱାରା ହିଁ ସେ ଲୋକଙ୍କ ହୃଦୟରେ ଚିରଦିନ ପାଇଁ ଅମର ହୋଇ ରହିପାରିବ। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ସମୟ ଅମୂଲ୍ୟ ଏବଂ ତାକୁ ଲୋଭରେ ନଷ୍ଟ ନ କରି ଭଲ କାମରେ ଲଗାଇବା ହିଁ ଶ୍ରେଷ୍ଠ ବୁଦ୍ଧିମତ୍ତା। ଅନେକ ବର୍ଷ ପୂର୍ବେ ନୀଳଗିରି ପାହାଡ଼ ପାଦଦେଶରେ ଥିବା ଏକ ଛୋଟ ଗାଁରେ ମାଧବ ନାମକ ଜଣେ ଅତି ପରିଶ୍ରମୀ କାଠୁରିଆ ବାସ କରୁଥିଲେ, ଯିଏ ପ୍ରତିଦିନ ଜଙ୍ଗଲକୁ ଯାଇ ଶୁଖିଲା କାଠ ସଂଗ୍ରହ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଦିନେ କାଠ ଖୋଜୁ ଖୋଜୁ ସେ ଜଙ୍ଗଲର ଏପରି ଏକ ଅଜ୍ଞାତ ଅଞ୍ଚଳରେ ପହଞ୍ଚିଗଲେ ଯେଉଁଠାରେ ଏକ ବିଶାଳ କୁହୁଡ଼ି ଘେରା ପାହାଡ଼ ଥିଲା, ଯାହାକୁ ଗାଁ ଲୋକେ ସୁନା ପାହାଡ଼ ବୋଲି କହୁଥିଲେ। ସେହି ପାହାଡ଼ର ଗୋଟିଏ ବିଶେଷତ୍ୱ ଥିଲା ଯେ ସେଠାରେ ଏକ ମାୟାବୀ ଝରଣା ବହୁଥିଲା, ଯାହାର ପାଣି ଧଳା ନୁହେଁ ବରଂ ସୁନା ରଙ୍ଗର ଦେଖାଯାଉଥିଲା। ମାଧବ ଯେତେବେଳେ ସେହି ଝରଣା କୂଳରେ ବସି ବିଶ୍ରାମ ନେଉଥିଲେ, ହଠାତ୍ ତାଙ୍କ ପୁରୁଣା ଲୁହା କୁରାଢ଼ୀଟି ପାଣି ଭିତରେ ପଡ଼ିଗଲା। ମାଧବ ବହୁତ ଦୁଃଖିତ ହୋଇ କାନ୍ଦିବାକୁ ଲାଗିଲେ, କାରଣ ସେହି କୁରାଢ଼ୀରେ ହିଁ ତାଙ୍କର ଏକମାତ୍ର ସମ୍ବଳ ଥିଲା। ତାଙ୍କର କାନ୍ଦ ଶୁଣି ଝରଣା ମଧ୍ୟରୁ ଜଣେ ବନଦେବୀ ପ୍ରକଟ ହେଲେ ଏବଂ ତାଙ୍କ ହାତରେ ଏକ ଚମତ୍କାରୀ ସୁନା କୁରାଢ଼ୀ ଧରି ପଚାରିଲେ, କାଠୁରିଆ ଭାଇ, ଏଇ କ'ଣ ତୁମର କୁରାଢ଼ୀ? ମାଧବ ଜଣେ ଅତି ସଚ୍ଚୋଟ ବ୍ୟକ୍ତି ଥିଲେ। ସେ ବିନା ଦ୍ୱିଧାରେ କହିଲେ, ନା ମା, ଏହା ମୋର ନୁହେଁ। ଏହାପରେ ଦେବୀ ଏକ ରୂପା କୁରାଢ଼ୀ ବାହାର କଲେ, କିନ୍ତୁ ମାଧବ ସେଥିରେ ମଧ୍ୟ ମନା କଲେ। ଶେଷରେ ଯେତେବେଳେ ଦେବୀ ତାଙ୍କର ସେହି ପୁରୁଣା ଲୁହା କୁରାଢ଼ୀକୁ ବାହାର କଲେ, ମାଧବ ଖୁସିରେ ଚିତ୍କାର କରି କହିଲେ, ହଁ ମା, ଏ ହିଁ ମୋର କୁରାଢ଼ୀ। ମାଧବଙ୍କର ଏହି ନିଷ୍କପଟ ସତ୍ୟବାଦିତା ଏବଂ ଲୋଭହୀନ ମନୋଭାବ ଦେଖି ବନଦେବୀ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କୁ ପୁରସ୍କାର ସ୍ୱରୂପ ସେହି ସୁନା ଓ ରୂପା କୁରାଢ଼ୀ ମଧ୍ୟ ପ୍ରଦାନ କଲେ। ମାଧବ ସେହିଦିନଠାରୁ ଜଣେ ଧନୀ ବ୍ୟକ୍ତି ହୋଇଗଲେ ସତ, କିନ୍ତୁ ସେ କେବେ ବି ନିଜର ପରିଶ୍ରମ ଏବଂ ସଚ୍ଚୋଟତାକୁ ଛାଡ଼ିଲେ ନାହିଁ। ଏହି ଦୀର୍ଘ କାହାଣୀ ଆମକୁ ଶିକ୍ଷା ଦିଏ ଯେ ସଂସାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ସାଧୁତା, କାରଣ ଲୋଭ ମଣିଷକୁ ପତନ ଆଡ଼କୁ ନେଇଯାଏ, କିନ୍ତୁ ସତ୍ୟତା ସବୁବେଳେ ଉନ୍ନତି ଓ ସମ୍ମାନର ବାଟ ଦେଖାଇଥାଏ। ପୁରୁଣା ଜମାନାରେ ସ୍ୱର୍ଣ୍ଣପୁର ନାମକ ଏକ ଚମକୁଥିବା ରାଜ୍ୟ ଥିଲା, ଯେଉଁଠାରେ ରାଜା ମହେନ୍ଦ୍ର ପ୍ରତାପଙ୍କ ଶାସନ ଚାଲୁଥିଲା। କିନ୍ତୁ ତାଙ୍କ ମହଲ ତଳେ ଏକ ରହସ୍ୟମୟୀ ଏବଂ ଡରୁଆ ଭଣ୍ଡାର ଘର ଥିଲା, ଯାହାର ଦ୍ୱାର ଯିଏ ବି ପାର କରୁଥିଲା ସେ କେବେ ବି ଫେରିକି ଆସୁନଥିଲା। ଏବଂ ସେତିକିବେଳେ ହଠାତ୍ ରାଜ୍ୟରେ ଏମିତି ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା ଯେ ଲୋକେ ଦାନା ପାଇଁ ତରସିଲେ। ଯାହା ପରେ ରାଜା ଘୋଷଣା କଲେ ଯେ କିଏ ବି ସେହି ଅଦୃଶ୍ୟ ଦ୍ୱାରର ରହସ୍ୟ ସମାଧାନ କରି ଜନତାଙ୍କ ଭୋକ ମେଣ୍ଟାଇବ, ତାକୁ ଅଧା ରାଜପାଟ ଏବଂ ରାଜକୁମାରୀଙ୍କ ହାତ ମିଳିବ। ଯେଉଁଠି ବଡ଼ ବଡ଼ ଶୂରବୀର ଡରରେ ଲାଙ୍ଗୁଡ଼ା ଜାକି ପଳାଇଲେ, ସେଇଠି ଆର୍ଯ୍ୟ ନାମକ ଏକ ସାଧାରଣ ଚୋରୁଆ ପୁଅ ହାତରେ ମଶାଲ ଧରି ସେହି ଅନ୍ଧାରୁଆ ଗୁମ୍ଫାରେ ପଶିଗଲା ଏବଂ ଡରୁଆ ଶବ୍ଦ ଓ ମାୟାବୀ ସାପମାନଙ୍କର ସାମ୍ନା କରି ଗୁମ୍ଫାର ଶେଷ ମୁହୂର୍ତ୍ତରେ ପହଞ୍ଚିଗଲା, ଯେଉଁଠାରେ ତାକୁ ସୁନା ରୂପା ଗଦା ମଝିରେ ଜଣେ ତପସ୍ୱୀ ବାବା ମିଳିଲେ, ଯିଏକି କହିଲେ ଅସଲି ଖଜାନା ସେହି ପଥରରେ ନୁହେଁ ବରଂ ପରିଶ୍ରମରେ ଅଟେ। ଏବଂ ସେ ଆର୍ଯ୍ୟକୁ ଏକ ଯାଦୁକରୀ ବିହନ ଦେଲେ, ଯାହାକୁ ଜମିରେ ବୁଣିବା ମାତ୍ରେ ପୁରା ରାଜ୍ୟ ରାତାରାତି ଶସ୍ୟ ଶ୍ୟାମଳ କ୍ଷେତରେ ବଦଳିଗଲା ଏବଂ ରାଜା ଖୁସି ହୋଇ ଆର୍ଯ୍ୟଙ୍କୁ ନିଜର ଉତ୍ତରାଧିକାରୀ କରିଦେଲେ। କିନ୍ତୁ କାହାଣୀ ଏଠି ଶେଷ ହେଲା ନାହିଁ, କାରଣ ପଡ଼ୋଶୀ ରାଜ୍ୟର ଲୋଭୀ ରାଜା କାଲକେତୁର ମନ ଡୋଲିଗଲା ଏବଂ ସେ ଚତୁରତା ଦେଖାଇଲା ଏବଂ କାଲକେତୁକୁ ସେହି ଡରୁଆ ଗୁମ୍ଫା ଭିତରକୁ ଡାକି ନେଲା, ଯେଉଁଠି ତାକୁ ଖଜାନା ବଦଳରେ ନିଜର ପୁରୁଣା ଖରାପ ସ୍ମୃତି ଏବଂ ପାପର ଛାଇ ଦେଖାଗଲା, ଯେଉଁଥିରେ ତା'ର ଝାଳ ବୋହିଗଲା ଏବଂ ସେ ଆର୍ଯ୍ୟର ଗୋଡ଼ ତଳେ
ପଡ଼ି କ୍ଷମା ମାଗିବାକୁ ଲାଗିଲା। ଶେଷରେ ରାଜ ବଡ଼ ବଣିଆ ଦେଖାଇ କାଲକେତୁକୁ କ୍ଷମା କରିଦେଲା ଏବଂ ଦୁଇ ରାଜ୍ୟ ମିଶି ଉନ୍ନତିର ପଥ ବାଛିଲେ, ଯାହାଦ୍ୱାରା ପୁରା ଦୁନିଆକୁ ଏହା ବୁଝା ପଡ଼ିଲା କି ଅସଲି ବିଜୟ ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ବୁଦ୍ଧି ଏବଂ ଭାଇଚାରାରେ ମିଳିଥାଏ। ଏବଂ ସେବେଠାରୁ ସୁବର୍ଣ୍ଣପୁରର ଖୁସିର ଏମିତି ଏକ ସମୟ ଆରମ୍ଭ ହେଲା କି ଲୋକେ ଆଜି ବି ସେହି ଚୋରୁଆ ରାଜାର ଉଦାହରଣ ଦିଅନ୍ତି। ଅନେକ ଶତାବ୍ଦୀ ପୂର୍ବେ ହିମାଳୟର ପାଦଦେଶରେ ଥିବା ଏକ ସମୃଦ୍ଧ ରାଜ୍ୟରେ ପ୍ରତାପ ନାମକ ଜଣେ ଅତ୍ୟନ୍ତ ସାହସୀ ରାଜକୁମାର ବାସ କରୁଥିଲେ, ଯିଏ ଦିନେ ନିଜ ସାମ୍ରାଜ୍ୟକୁ ଏକ ଭୟଙ୍କର ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଏକ ଅଲୌକିକ ତରବାରୀର ସନ୍ଧାନରେ ବାହାରିଲେ। କୁହାଯାଏ ଯେ ସେହି ତରବାରୀଟି ନୀଳାଞ୍ଚଳ ନାମକ ଏକ ଦୁର୍ଗମ ଗୁମ୍ଫା ଭିତରେ ଲୁଚି ରହିଥିଲା ଏବଂ ତାକୁ କେବଳ ସେହି ବ୍ୟକ୍ତି ହାସଲ କରିପାରିବ ଯେ ଜୀବନର ସବୁଠାରୁ ବଡ଼ ଭୟରୁ ଜିତିପାରିବ। ପ୍ରତାପ ସେତେବେଳେ ସେହି ଗୁମ୍ଫା ଆଡ଼କୁ ଅଗ୍ରସର ହେଲେ। ବାଟରେ ତାକୁ ଅନେକ ପ୍ରକାରର ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଲା, ଯେଉଁଠି ବିଷାକ୍ତ କୁହୁଡ଼ି ତ କେଉଁଠି ଆକାଶରୁ ନିଆଁ ବର୍ଷୁଥିବା ପରି ପ୍ରତୀତ ହେଉଥିଲା। କିନ୍ତୁ ସେ ନିଜର ଲକ୍ଷ୍ୟ ପଥକୁ ତିଳେ ହେଲେ ବି ବିଚ୍ୟୁତ ହେଲେ ନାହିଁ। ଯେତେବେଳେ ସେ ଗୁମ୍ଫାର ଶେଷ ପ୍ରାନ୍ତରେ ପହଞ୍ଚିଲେ, ସେଠାରେ ତାକୁ ଏକ ବିଶାଳକାୟ କଳ୍ପିତ ସିଂହର ସାମ୍ନା କରିବାକୁ ପଡ଼ିଲା, ଯିଏ ପ୍ରକୃତରେ ପ୍ରତାପଙ୍କର ନିଜସ୍ୱ ଭୟର ଏକ ମାୟାବୀ ପ୍ରତିଫଳନ ଥିଲା। ପ୍ରତାପ ବୁଝିପାରିଲେ ସେ ସିଂହ ସହିତ ଲଢ଼ିବା ଅପେକ୍ଷା ନିଜ ମନକୁ ଶାନ୍ତ ରଖିବା ଅଧିକ ଜରୁରୀ। ତେଣୁ ସେ ନିଜର ଅସ୍ତ୍ର ତ୍ୟାଗ କରି ଶାନ୍ତ ଭାବେ ଠିଆ ହେଲେ, ଯେମିତି ସେ ନିଜର ଭୟକୁ ସ୍ୱୀକାର କଲେ। ସେହି ମାୟାବୀ ସିଂହଟି ପବନରେ ମିଲେଇ ଗଲା ଏବଂ ପଥରର କାନ୍ଥ ଭିତରକୁ ସେହି ଦିବ୍ୟ ତରବାରୀଟି ପ୍ରକଟ ହେଲା। ସେହି ତରବାରୀର ଶକ୍ତିର ପ୍ରତାପ ଶତ୍ରୁ ସୈନ୍ୟଙ୍କୁ ପରାସ୍ତ କରି ନିଜର ଦେଶକୁ ସ୍ୱାଧୀନ କଲେ। କିନ୍ତୁ ସେ ବୁଝିପାରିଲେ ଯେ ପ୍ରକୃତ ଶକ୍ତି ସେହି ଲୌହ ନିର୍ମିତ ତରବାରୀରେ ନଥିଲା, ବରଂ ତାଙ୍କର ସେହି ଆତ୍ମବିଶ୍ୱାସ ଏବଂ ସାହସରେ ଥିଲା ଯାହା ତାଙ୍କୁ ଗୁମ୍ଫା ଭିତରକୁ ନେଇଯାଇଥିଲା। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ଆମର ସବୁଠାରୁ ବଡ଼ ଶତ୍ରୁ ଆମ ଭିତରେ ହିଁ ଥାଏ ଏବଂ ଯେଉଁଦିନ ଆମେ ଆମର ମନକୁ ଭୟରୁ ଜିତିଯାଉ, ସେଦିନ ସାରା ଦୁନିଆ ଆମ ପାଖରେ ନତମସ୍ତକ ହୁଏ। ବହୁ ପ୍ରାଚୀନ କାଳରେ ସୋମନାଥ ନାମକ ଜଣେ ବହୁତ ପରିଶ୍ରମୀ ଏବଂ ଜ୍ଞାନୀ ବଣିକ ଥିଲେ, ଯିଏ ନିଜର ବାଣିଜ୍ୟ ବ୍ୟବସାୟ ପାଇଁ ବିଶାଳ ସମୁଦ୍ର ମଧ୍ୟରେ ଅନେକ ଦୂରଦୂରାନ୍ତର ଦେଶ ଭ୍ରମଣ କରୁଥିଲେ। ଦିନେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଯୋଗୁଁ ତାଙ୍କର ଜାହାଜଟି ନଷ୍ଟ ହୋଇଗଲା ଏବଂ ସେ ପହଞ୍ଚିଗଲେ ଏକ ଅଜ୍ଞାତ ଦ୍ୱୀପରେ, ଯେଉଁଠାରେ ସବୁଆଡ଼େ କେବଳ ଧଳା ବାଲି ଏବଂ ବିଚିତ୍ର ପ୍ରକାରର ଗଛଲତା ଭରି ରହିଥିଲା। ସେଠାରେ ତାଙ୍କର ସାକ୍ଷାତ ହେଲା ସେହି ଦ୍ୱୀପର ଜଣେ ବୁଦ୍ଧ ରକ୍ଷକଙ୍କ ସହ, ଯିଏ କହିଲେ ଯେ ଏହି ଦ୍ୱୀପରୁ ମୁକ୍ତି ପାଇବାକୁ ହେଲେ ତାଙ୍କୁ 7ଟି ଭିନ୍ନ ଭିନ୍ନ ପାହାଡ଼ ପାର ହୋଇ ସେଠାରେ ଥିବା ଜ୍ଞାନର ପେଡ଼ି ଖୋଲିବାକୁ ପଡ଼ିବ। ସୋମନାଥ ପ୍ରଥମ ପାହାଡ଼ରେ ପହଞ୍ଚିଗଲା ବେଳକୁ ତାଙ୍କୁ ପ୍ରଚୁର ସୁନା ରୂପାର ପ୍ରଲୋଭନ ଦେଖାଗଲା, କିନ୍ତୁ ସେ ଲୋଭ ନ କରି ଆଗକୁ ବଢ଼ିଲେ। ଦ୍ୱିତୀୟ ଓ ତୃତୀୟ ପାହାଡ଼ରେ ତାଙ୍କୁ ଅନେକ ଭୟଙ୍କର ସ୍ୱପ୍ନ ମାୟାବୀ ଶବ୍ଦ ଶୁଣାଗଲା, ଯାହା ତାଙ୍କ ମନକୁ ବିଚଳିତ କରିବାକୁ ଚେଷ୍ଟା କରୁଥିଲା। ମାତ୍ର ସେ ନିଜର ଏକାଗ୍ରତା ବଳରେ ସେ ସବୁକୁ ଅତିକ୍ରମ କଲେ। ଚତୁର୍ଥ ଓ ପଞ୍ଚମ ପାହାଡ଼ରେ ତାଙ୍କ ଦୟା ଓ ପରୋପକାର ଗୁଣର ପରୀକ୍ଷା ହେଲା, ଯେଉଁଠାରେ ସେ କିଛି କ୍ଷୁଧାର୍ତ ପଶୁପକ୍ଷୀଙ୍କୁ ନିଜ ପାଖରେ ଥିବା ସ୍ୱଳ୍ପ ଖାଦ୍ୟ ଦେଇ ସନ୍ତୁଷ୍ଟ କଲେ। ଶେଷରେ ଯେତେବେଳେ ସେ ସପ୍ତମ ପାହାଡ଼ର ଶିଖରରେ ପହଞ୍ଚି ସେ ପେଡ଼ିଟିକୁ ଖୋଲିଲେ, ସେଠାରେ କୌଣସି ହୀରା ନୀଳା ନଥିଲା, ବରଂ ଗୋଟିଏ ଦର୍ପଣ ଥିଲା ଯେଉଁଠାରେ ସେ ନିଜର ପ୍ରତିଫଳନ ଦେଖିଲେ। ସେହି ମୁହୂର୍ତ୍ତରେ ସେ ଅନୁଭବ କଲେ ଯେ ସଂସାରର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଆତ୍ମଜ୍ଞାନ ଏବଂ ଯିଏ ନିଜକୁ ଚିହ୍ନିପାରେ ସେ ସବୁ କିଛି ଜିତିପାରେ। ସୋମନାଥଙ୍କ ଏହି ସାହସ ଓ ବିଚକ୍ଷଣ ବୁଦ୍ଧିରେ ସନ୍ତୁଷ୍ଟ ହୋଇ ଦ୍ୱୀପର ରକ୍ଷକ ତାଙ୍କୁ ଏକ ନୂଆ ସୁସଜ୍ଜିତ ଜାହାଜ ପ୍ରଦାନ କଲେ ଏବଂ ସେ ନିଜ ଦେଶକୁ ଫେରି ଆସି ଜଣେ ମହାନ ଦାର୍ଶନିକ ଭାବେ ଜୀବନ ଅତିବାହିତ କଲେ। ଏହି ଦିନ କାହାଣୀ ଆମକୁ ଶିକ୍ଷା ଦିଏ ଯେ ବାହ୍ୟ ଜଗତର ସମସ୍ତ ପ୍ରଲୋଭନ ଓ ବାଧାବିଘ୍ନକୁ ଜିତିବା ପାଇଁ ଆତ୍ମବିଶ୍ୱାସ ଏବଂ ସନ୍ତୋଷ ହିଁ ଏକମାତ୍ର ଶ୍ରେଷ୍ଠ ମାର୍ଗ। ପ୍ରାଚୀନ କାଳରେ ମାଧବ ନାମକ ଜଣେ ଅତି ନିପୁଣ ଶିଳ୍ପୀ ଥିଲେ, ଯିଏ ନିଜର ଛେଣି ଓ ହାତୁଡ଼ି ସାହାଯ୍ୟରେ ପଥର ଭିତରେ ଜୀବନ ଭରି ଦେବାର କ୍ଷମତା ରଖୁଥିଲେ। ଦିନେ ରାଜା ତାଙ୍କୁ ସହରର ମୁଖ୍ୟ ଛକରେ ସ୍ଥାପନ କରିବା ପାଇଁ ଏକ ଅତି ସୁନ୍ଦର ପ୍ରତିମା ଗଢ଼ିବାକୁ ଆଦେଶ ଦେଲେ ଏବଂ ସେଥିପାଇଁ ମାଧବ ଜଙ୍ଗଲକୁ 2ଟି ସମାନ ଆକାରର ବଡ଼ ପଥର ଖଣ୍ଡ ନେଇ ଆସିଲେ। ମାଧବ ଯେତେବେଳେ ପ୍ରଥମ ପଥରଟି ଉପରେ ହାତୁଡ଼ିରେ ଆଘାତ କଲେ, ସେ ପଥରଟି ଭିତରୁ ଏକ ଯନ୍ତ୍ରଣା ଭରା ସ୍ୱର ଶୁଣାଗଲା, "ଶିଳ୍ପୀ ମହାଶୟ, ମୋତେ ଦୟାକରି ଛାଡ଼ି ଦିଅନ୍ତୁ।
ଏହି ଆଘାତ ମୁଁ ସହ୍ୟ କରିପାରୁନାହିଁ। ମାଧବ ଦୟାଳୁ ଥିଲେ, ତେଣୁ ସେ ପଥରଟିକୁ ଛାଡ଼ି ଦେଇ ଦ୍ୱିତୀୟ ପଥର ଉପରେ କାମ ଆରମ୍ଭ କଲେ। ଦ୍ୱିତୀୟ ପଥରଟି ମଧ୍ୟ ସମାନ କଷ୍ଟ ଅନୁଭବ କଲା, କିନ୍ତୁ ସେ ଜାଣିଥିଲା ଯେ ଏହି କଷ୍ଟ ପରେ ହିଁ ତାର ଭାଗ୍ୟ ବଦଳିବ। ତେଣୁ ସେ ନୀରବର ସହିତ ସମସ୍ତ ଆଘାତ ସହିଗଲା। ଦୀର୍ଘ 1 ମାସ ପରିଶ୍ରମ ପରେ ସେହି ପଥରଟି ଏକ ଅତି ମନୋରମ ଦେବ ମୂର୍ତ୍ତିରେ ପରିଣତ ହେଲା। ପ୍ରତିଷ୍ଠା ଦିନ ରାଜା ସେହି ସୁନ୍ଦର ମୂର୍ତ୍ତିଟିକୁ ମନ୍ଦିରରେ ସ୍ଥାପନ କଲେ ଏବଂ ପ୍ରଥମ ପଥରଟି ଯିଏ କଷ୍ଟ ସହିବାକୁ ମନା କରିଦେଇଥିଲା ତାକୁ ମନ୍ଦିର ବାହାର ପାହାଚ ଭାବେ ରଖାଗଲା, ଯେମିତି ଲୋକମାନେ ତା ଉପରେ ଗୋଡ଼ ଦେଇ ଯାଇପାରିବେ। ଏବେ ପ୍ରତିଦିନ ହଜାର ହଜାର ଭକ୍ତ ସେହି ଦ୍ୱିତୀୟ ପଥରକୁ ନିର୍ମିତ ମୂର୍ତ୍ତିକୁ ପୂଜା କଲେ ଏବଂ ପ୍ରଥମ ପଥରକୁ ସମସ୍ତେ ପାଦାଘାତ କରି କାନ୍ଦିବାକୁ ଲାଗିଲେ। ସେ ମୂର୍ତ୍ତିଟି ତାକୁ ବୁଝାଇ କହିଲା, ଯଦି ସେଦିନ ତୁମେ ଶିଳ୍ପୀଙ୍କର ସାମାନ୍ୟ କଷ୍ଟକୁ ସହି ଦେଇଥାନ୍ତ, ତେବେ ଆଜି ତୁମେ ମଧ୍ୟ ପୂଜା ପାଉଥାନ୍ତ। ଏହି ଦୀର୍ଘ କାହାଣୀ ଆମକୁ ଶିକ୍ଷା ଦିଏ ଯେ ଜୀବନରେ ସଫଳତା ପାଇବା ପାଇଁ ଆମକୁ ଆରମ୍ଭରେ କିଛି କଠିନ ପରିଶ୍ରମ ଏବଂ ଯନ୍ତ୍ରଣା ସହିବାକୁ ପଡ଼େ। ଯିଏ ଏହି କଷ୍ଟକୁ ଧୈର୍ଯ୍ୟର ସହ ଗ୍ରହଣ କରେ, ସେହି ଭବିଷ୍ୟତର ସାମ୍ନା। ଓଡ଼ିଶାର ସ୍ଥାପତ୍ୟ କଳାର ଅନନ୍ୟ ନିଦର୍ଶନ ହେଉଛି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହା ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ନଦୀ କୂଳରେ ଅବସ୍ଥିତ। ଏହି ଭବ୍ୟ ମନ୍ଦିରକୁ 13ଶ ଶତାବ୍ଦୀରେ ଗଙ୍ଗବଂଶର ନରପତି ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ କରିଥିଲେ। ଏହା କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଓଡ଼ିଶାର ଜାତିର ବୀରତ୍ୱ, କଳାପ୍ରିୟତା ଏବଂ ବୈଜ୍ଞାନିକ ଜ୍ଞାନକୌଶଳର ଏକ ଜ୍ୱଳନ୍ତ ପ୍ରମାଣ। ଏହାର କାରୁକାର୍ଯ୍ୟ ଏତେ ସୁନ୍ଦର ଯେ ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି। କୋଣାର୍କ ମନ୍ଦିରକୁ ଏକ ବିଶାଳ ରଥ ଆକାରରେ ନିର୍ମାଣ କରାଯାଇଛି। ଏହି ରଥରେ 7ଟି ବଳିଷ୍ଠ ଘୋଡ଼ା ସଂଯୁକ୍ତ ହୋଇଛି, ଯାହା ସପ୍ତାହର 7 ଦିନର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ମନ୍ଦିରର ଦୁଇ ପାର୍ଶ୍ୱରେ 24ଟି ଚକ ଖୋଦିତ ହୋଇଛି, ଯାହା ବର୍ଷକର 24ଟି ପକ୍ଷକୁ ସୂଚାଇଥାଏ। ଏହି ଚକଗୁଡ଼ିକର କାରୁକାର୍ଯ୍ୟ ଏତେ ସୂକ୍ଷ୍ମ ଯେ ଏହା ଦର୍ଶକଙ୍କୁ ବିସ୍ମିତ କରିଦିଏ। ଭଗବାନ ସୂର୍ଯ୍ୟ ନିଜେ ଏହି ରଥରେ ବିରାଜମାନ ହୋଇ ଆକାଶର ମାର୍ଗରେ ଭ୍ରମଣ କରୁଥିବା ଭଳି ଏହା ପ୍ରତୀୟମାନ ହୁଏ। କୋଣାର୍କ ମନ୍ଦିରର ଚକଗୁଡ଼ିକ କେବଳ କଳାକୃତି ନୁହେଁ, ଏହା ମଧ୍ୟ ଏକ ପ୍ରାକୃତିକ ଘଡ଼ି ଭାବରେ କାର୍ଯ୍ୟ କରେ। ଏହି ଚକଗୁଡ଼ିକର ମୁଖ୍ୟ ଅଂଶ ହେଉଛି 8ଟି ବଡ଼ ଅଖ ଓ 8ଟି ସାନ ଅଖ। ସୂର୍ଯ୍ୟଙ୍କ କିରଣ ଯେତେବେଳେ ଏହି ଅଖ ଉପରେ ପଡ଼େ, ସେତେବେଳେ ଏହାର ଛାଇ ଦେଖି ସମୟ ନିରୂପଣ କରାଯାଇଥାଏ। ଏହା ଏତେ ସଠିକ୍ ଯେ ବର୍ତ୍ତମାନର ଆଧୁନିକ ଘଡ଼ି ସହିତ ମଧ୍ୟ ଏହାର ସମୟ ମେଳ ଖାଇଥାଏ। କୋଣାର୍କ ମନ୍ଦିରର ପ୍ରତିଟି ପଥରରେ ଜୀବନ୍ତ କଳାର ସ୍ପର୍ଶ ଦେଖିବାକୁ ମିଳେ। ମନ୍ଦିରର କାନ୍ଥଗୁଡ଼ିକରେ ହଜାର ହଜାର ମୂର୍ତ୍ତି ଖୋଦିତ ହୋଇଛି, ଯେଉଁଥିରେ ଏହି ସମୟର ସାମାଜିକ ଜୀବନ, ଯୁଦ୍ଧ ଦୃଶ୍ୟ, ନୃତ୍ୟ, ରଥ ରମଣୀ ଓ ବିଭିନ୍ନ ପଶୁପକ୍ଷୀଙ୍କ ଚିତ୍ର ରହିଛି। ବିଶେଷ କରି ମନ୍ଦିର ଗାତ୍ରରେ ଥିବା ହାତୀ, ଘୋଡ଼ାମାନଙ୍କର ବିଶାଳ ମୂର୍ତ୍ତିଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ। ଶିଳ୍ପୀମାନେ ପଥର ଦେହରେ ଏପରି କୋମଳ ଭାବେ ପ୍ରକାଶ କରିଛନ୍ତି, ଯାହା ଦେଖିଲେ ମନେ ହୁଏ ଯେ ଯେମିତି ସେଗୁଡ଼ିକ ଏବେ କଥା ହେଉଛନ୍ତି। ଏହି ସୂକ୍ଷ୍ମ କାରୁକାର୍ଯ୍ୟ କୋଣାର୍କକୁ ବିଶ୍ୱର ଏକ ଶ୍ରେଷ୍ଠ କଳାକୃତିର ମାନ୍ୟତା ଦେଇଛି। କୋଣାର୍କ ମନ୍ଦିରର ଅନ୍ୟତମ ଆକର୍ଷଣ ହେଉଛି ଏହାର ବିଶାଳ ନବଗ୍ରହ ପଥର। ଏହି ଏକକ ଶିଳାଖଣ୍ଡରେ 9ଟି ଗ୍ରହର ପ୍ରତିମା ଅତି ସୁନ୍ଦର ଭାବରେ ଖୋଦିତ ହୋଇଛି। ପ୍ରାଚୀନ କାଳରେ ଏହା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରର ଉପରି ଭାଗରେ ସ୍ଥାପିତ ହୋଇଥିଲା, ଯାହା ମନ୍ଦିରର ସୁବାସିତ ପ୍ରଦାନ କରୁଥିବା ବିଶ୍ୱାସ କରାଯାଏ। ବର୍ତ୍ତମାନ ଏହି ବିଶାଳ ପଥରଟି ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ଗୃହରେ ସୁରକ୍ଷିତ ରଖାଯାଇଛି। ଶ୍ରଦ୍ଧାଳୁମାନେ ଏହା ଗ୍ରହ ଶାନ୍ତି ପାଇଁ ପୂଜାର୍ଚ୍ଚନା କରନ୍ତି। ଏହି ପଥରର ଓଜନ ଏବଂ ଏଥିରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ସେ ସମୟର ଯାନ୍ତ୍ରିକ କୌଶଳର ଏକ ଉଦାହରଣ। କୋଣାର୍କ ମନ୍ଦିରର ଇତିହାସ ସହିତ ଚନ୍ଦ୍ରଭାଗା ନଦୀର ସମ୍ପର୍କ ଅତି ନିବିଡ଼। ପୁରାଣ ଅନୁସାରେ ଏହି ନଦୀ କୂଳରେ ମନ୍ଦିରଟି ନିର୍ମିତ ହୋଇଥିଲା। ବିଶ୍ୱାସ କରାଯାଏ ଯେ ସମସ୍ତଙ୍କ କୁଷ୍ଠରୋଗ ଏହି ନଦୀରେ ସ୍ନାନ କରିବା ପରେ ଭଲ ହୋଇଥିଲା। ସେ ସ୍ମୃତିରେ ଆଜି ମଧ୍ୟ ପ୍ରତିବର୍ଷ ମାଘ ସପ୍ତମୀରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ବେଳାଭୂମିରେ ବୁଡ଼ ପକାନ୍ତି। ବର୍ତ୍ତମାନ ଏହି ନଦୀଟି ମନ୍ଦିର ପାଖରୁ ଶୁଖି ଯାଇଥିଲେ ମଧ୍ୟ ଏହାର ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ କୋଣାର୍କ ସହିତ ସବୁଦିନ ପାଇଁ ଜଡ଼ିତ ହୋଇ ରହିଛି। କୋଣାର୍କ ମନ୍ଦିର ନିର୍ମାଣ ସହିତ 12 ବର୍ଷର ବାଳକ ଧର୍ମପଦର ନାମ ଅମର ହୋଇ ରହିଛି। କୁହାଯାଏ ଯେ 1200 ଶିଳ୍ପୀ
12 ବର୍ଷ ଧରି ପରିଶ୍ରମ କରି ମଧ୍ୟ ମନ୍ଦିରର ମୁଣ୍ଡି ମାରି ପାରୁନଥିଲେ। ଏହି ସମୟରେ ମୁଖ୍ୟ ଶିଳ୍ପୀ ବିଶୁ ମହାରଣାଙ୍କ ପୁଅ ଧର୍ମପଦ ସେଠାରେ ପହଞ୍ଚି ନିଜ ବୁଦ୍ଧି ବଳରେ ମନ୍ଦିରର ଶୀର୍ଷ ସ୍ଥାପନ କରିଥିଲେ। କିନ୍ତୁ 1200 ବଢ଼େଇଙ୍କ ସମ୍ମାନ ରକ୍ଷା କରିବା ପାଇଁ ସେ ମନ୍ଦିର ଚୂଲରୁ ଚନ୍ଦ୍ରଭାଗା ନଦୀକୁ ଡେଇଁ ନିଜର ପ୍ରାଣ ବଳି ଦେଇଥିଲେ। ଏହି ମହାନ ବଳିଦାନ ଓଡ଼ିଶାର ପ୍ରତିଟି ଘରେ ଏକ ଗର୍ବର କାହାଣୀ ଭାବେ ପରିଚିତ। କୋଣାର୍କ ମନ୍ଦିରର ନିର୍ମାଣରେ ଏକ ଶକ୍ତିଶାଳୀ ଚୁମ୍ବକୀୟ କୌଶଳ ବ୍ୟବହାର କରାଯାଇଥିଲା। କୁହାଯାଏ ଯେ ମନ୍ଦିରର ଶୀର୍ଷରେ ଏକ ବିଶାଳ ଚୁମ୍ବକ ରଖାଯାଇଥିଲା ଏବଂ ପଥର ଗୁଡ଼ିକ ମଧ୍ୟରେ ଲୁହା ଚାଦର ବ୍ୟବହାର କରାଯାଇଥିଲା, ଯାହାଫଳରେ ମନ୍ଦିରର ମୁଖ୍ୟ ଭାସମାନ ଅବସ୍ଥାରେ ରହୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଚୁମ୍ବକ ଯୋଗୁଁ ସମୁଦ୍ରରେ ଯାଉଥିବା ଜାହାଜ ଗୁଡ଼ିକର ଦିଗବାଣୀରେ ଯନ୍ତ୍ର କମ୍ପାସ ବିଗିଡ଼ି ଯାଉଥିବାରୁ ପର୍ତ୍ତୁଗୀଜ ନାବିକମାନେ ଏହାକୁ ବାହାର କରି ନେଇଥିଲେ। ଏହି ଚୁମ୍ବକ ବାହାର କରିବା ପରେ ମନ୍ଦିରର ଭାରସାମ୍ୟ ନଷ୍ଟ ହୋଇଥିଲା ଏବଂ ଏହାର ପତନ ଆରମ୍ଭ ହୋଇଥିଲା। ବୈଦେଶିକ ନାବିକମାନଙ୍କ ପାଇଁ କୋଣାର୍କ ମନ୍ଦିର ବ୍ଲାକ୍ ପାଗୋଡ଼ା ନାମରେ ପରିଚିତ ଥିଲା। ସମୁଦ୍ର ମଧ୍ୟ ଦେଇ ଯାଉଥିବା ନାବିକମାନେ ଦୂରରୁ ଏହି ବିଶାଳକାୟ କଳା ରଙ୍ଗର ମନ୍ଦିରକୁ ଦେଖି ନିଜର ଦିଗ ନିର୍ଣ୍ଣୟ କରୁଥିଲେ। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରକୁ ସେମାନେ ହ୍ୱାଇଟ୍ ପାଗୋଡ଼ା ବୋଲି କହୁଥିବା ବେଳେ କୋଣାର୍କକୁ ଏହାର କଳା ପଥରର ଗଠନ ପାଇଁ ବ୍ଲାକ୍ ପାଗୋଡ଼ା ବୋଲି କହୁଥିଲେ। ଏହି ନାମଟି କୋଣାର୍କର ଗାମ୍ଭୀର୍ଯ୍ୟ ଏବଂ ସାମୁଦ୍ରିକ ବାଣିଜ୍ୟର ଏହାର ଗୁରୁତ୍ୱକୁ ସୂଚାଇଥାଏ। ୟୁରୋପୀୟ ପର୍ଯ୍ୟଟକମାନଙ୍କ ଲେଖାରେ ମଧ୍ୟ ଏହି ନାମରେ ଉଲ୍ଲେଖ ଦେଖିବାକୁ ମିଳେ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଅତୁଳନୀୟ କଳାକୃତି ପାଇଁ ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିଛି। 1984 ମସିହାରେ ୟୁନେସ୍କୋ ଦ୍ୱାରା ଏହା ବିଶ୍ୱ ଐତିହ୍ୟସ୍ଥଳ ୱାର୍ଲଡ ହେରିଟେଜ୍ ସାଇଟ୍ ଭାବରେ ଘୋଷଣା କରାଯାଇଥିଲା। ଏହି ମାନ୍ୟତା ମିଳିବା ପରେ କୋଣାର୍କ କେବଳ ଭାରତର ନୁହେଁ ବରଂ ସମଗ୍ର ବିଶ୍ୱର ଏକ ସମ୍ପତ୍ତି ଭାବେ ପରିଗଣିତ ହେଲା। ଏହାର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ଦିଗରେ ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଭାରତୀୟ ସଂସ୍କୃତିକୁ ଗୌରବକୁ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରୁଛି। କୋଣାର୍କ ମନ୍ଦିରର ନାଟ ମନ୍ଦିର ଏକଦା ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର କେନ୍ଦ୍ରବିନ୍ଦୁ ଥିଲା। ସେହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ପ୍ରତିବର୍ଷ ଡିସେମ୍ବର ମାସରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ ଆୟୋଜିତ ହୁଏ। ଏହି ମହୋତ୍ସବରେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶ୍ରେଷ୍ଠ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ, ଭାରତନାଟ୍ୟମ, କଥକ ଏବଂ ଅନ୍ୟାନ୍ୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରନ୍ତି। ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ପୃଷ୍ଠଭୂମିରେ ଏହି ନୃତ୍ୟଗୁଡ଼ିକ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରେ। ଏହା କେବଳ ଏକ କଳାକୃତି ନୁହେଁ ବରଂ ଓଡ଼ିଶା କଳା ଓ ସଂସ୍କୃତିର ଏକ ଜୀବନ୍ତ ଉତ୍ସବ। ବର୍ତ୍ତମାନ ଆମେ ଯେଉଁ ବିଶାଳ ମନ୍ଦିରଟି ଦେଖୁଛୁ ତାହା ପ୍ରକୃତିରେ ମୁଖ୍ୟ ମନ୍ଦିର ନୁହେଁ ବରଂ ଏହା ହେଉଛି ମନ୍ଦିରର ମୁଖଶାଳା ବା ଜଗମୋହନ। ମୂଳ ମନ୍ଦିରଟି ଅନେକ ବର୍ଷ ପୂର୍ବରୁ ଭାଙ୍ଗି ଯାଇଛି, ଯାହାର ଉଚ୍ଚତା ପ୍ରାୟ 200 ଫୁଟରୁ ଅଧିକ ଥିଲା। ଏହି ମୁଖଶାଳାକୁ ସୁରକ୍ଷିତ ରଖିବା ପାଇଁ ବ୍ରିଟିଶ ଶାସନ କାଳରେ ଏହାର ଭିତରେ ପଟୁବାଲି ଭର୍ତ୍ତି କରି ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ASI ଏହି ବାଲି ବାହାର କରି ମନ୍ଦିରର ସ୍ଥାୟିତ୍ୱ ବଢ଼ାଇବା ପାଇଁ ବିଭିନ୍ନ ବୈଜ୍ଞାନିକ ପଦ୍ଧତିରେ ଅବଲମ୍ବନ କରୁଛନ୍ତି। ଏହା ଆମ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି, ଯାହାର ସଂରକ୍ଷଣ ଆମେ ସମସ୍ତଙ୍କର ଦାୟିତ୍ୱ। କୋଣାର୍କ ମନ୍ଦିରର ନିର୍ମାଣରେ ମୁଖ୍ୟତଃ 3 ପ୍ରକାରର ପଥର ବ୍ୟବହାର କରାଯାଇଛି। ସେଗୁଡ଼ିକ ହେଲା କ୍ଲୋରାଇଡ୍, ଲାଟେରାଇଟ୍ ଏବଂ କୋଣ୍ଡାଲାଇଟ୍। ମନ୍ଦିରର ମୁଖ୍ୟ କାରୁକାର୍ଯ୍ୟ ଓ ମୂର୍ତ୍ତିଗୁଡ଼ିକ ପାଇଁ କଳା ମଗୁନି ପଥର ବା କ୍ଲୋରାଇଡ୍ ବ୍ୟବହାର କରାଯାଇଛି, ଯାହା ଅତ୍ୟନ୍ତ ଶକ୍ତ ଏବଂ ଚମକଦାର। ସେହି ସମୟରେ ଏହି ଭାରୀ ପଥରଗୁଡ଼ିକୁ ଦୂରଦୂରାନ୍ତରରୁ କିପରି ଅଣାଯାଇଥିଲା ଏବଂ ପରସ୍ପର ସହିତ ଲୁହା, କଣ୍ଟା ଓ ସୀସା ସାହାଯ୍ୟରେ ଯୋଡ଼ାଯାଇଥିଲା, ତାହା ଆଜିର ଇଞ୍ଜିନିୟରମାନଙ୍କ ପାଇଁ ମଧ୍ୟ ଏକ ଆଶ୍ଚର୍ଯ୍ୟର ବିଷୟ। ଏହି ପଥରଗୁଡ଼ିକର ସଠିକ୍ ସଂଯୋଜନା ଯୋଗୁଁ ମନ୍ଦିରଟି ଶହ ଶହ ବର୍ଷ ଧରି ସମୁଦ୍ରର ଲୁଣା ପବନ ସତ୍ତ୍ୱେ ତିଷ୍ଠି ରହିଛି। କୋଣାର୍କ ମନ୍ଦିରର ଅବସ୍ଥିତି ଏପରି ଭାବେ କରାଯାଇଛି ଯେ ସୂର୍ଯ୍ୟୋଦୟର ପ୍ରଥମ କିରଣ ସିଧାସଳଖ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ପଡ଼ିଥାଏ। ସକାଳର ସେହି ସମୟରେ ମନ୍ଦିରର କାରୁକାର୍ଯ୍ୟଗୁଡ଼ିକ ସୁନା ଭଳି ଚମକି ଉଠେ, ଯାହା ଏକ ଆଲୌକିକ ଦୃଶ୍ୟ ସୃଷ୍ଟି କରେ। ସମୁଦ୍ରର ଅତି ନିକଟରେ ଅବସ୍ଥିତ ହୋଇଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ଥାପତ୍ୟ ଏକ ଅପୂର୍ବ ମିଳନ ଦେଖିବାକୁ ମିଳେ।
ପର୍ଯ୍ୟଟକମାନେ କେବଳ ମନ୍ଦିର ଦେଖିବାକୁ ନୁହେଁ ବରଂ ଚନ୍ଦ୍ରଭାଗା ବେଲାଭୂମିରେ ସୂର୍ଯ୍ୟୋଦୟର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ମଧ୍ୟ ଏଠାକୁ ଆସନ୍ତି। ଏହି ପ୍ରାକୃତିକ ପରିବେଶ କୋଣାର୍କର ଗାରିମାକୁ ଆହୁରି ଦ୍ୱିଗୁଣିତ କରିଥାଏ। କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ପଥରର ଏକ କୀର୍ତ୍ତି ନୁହେଁ, ଏହା ଓଡ଼ିଶା ଜାତିର ଅସ୍ମିତା ଓ ଗର୍ବର ପ୍ରତୀକ। ଏହା ପ୍ରାଚୀନ ଭାରତର ବିଜ୍ଞାନ, କଲା ଏବଂ ସ୍ଥାପତ୍ୟର ଚରମ ସୀମାକୁ ଦର୍ଶାଇଥାଏ। ରବୀନ୍ଦ୍ରନାଥ ଟାଗୋର କୋଣାର୍କ ବିଷୟରେ କହିଥିଲେ, ଏଠାରେ ପଥରର ଭାଷା ମଣିଷର ଭାଷାକୁ ବୋଲି ଯାଇଛି। ଆଜି ମଧ୍ୟ ଏହି ମନ୍ଦିର ଆମକୁ ଶୃଙ୍ଖଳା, ପରିଶ୍ରମ ଓ ସର୍ଜନାତ୍ମକତାର ପ୍ରେରଣା ଦିଏ। ଯଦିଓ ସମୟ ଚକ୍ରରେ ମନ୍ଦିରଟି କିଛି ଅଂଶ କ୍ଷୟ ହୋଇଛି, ତଥାପି ଏହାର ଭଗ୍ନାବଶେଷ ମଧ୍ୟରେ ଓଡ଼ିଶାର ସ୍ୱର୍ଣ୍ଣମୟୀ ଇତିହାସ ଜୀବନ୍ତ ହୋଇ ରହିଛି। ଏହାର ସୁରକ୍ଷା ଓ ସମ୍ମାନ ବଜାୟ ରଖିବା ପ୍ରତ୍ୟେକ ଓଡ଼ିଆ ତଥା ଭାରତୀୟମାନଙ୍କର ପବିତ୍ର କର୍ତ୍ତବ୍ୟ। ମୁଖ୍ୟ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ଦିଗରେ ଛାୟାଦେବୀ ମନ୍ଦିର ନାମକ ଏକ ଛୋଟ ମନ୍ଦିର ଅବସ୍ଥିତ। ବିଶ୍ୱାସ କରାଯାଏ ଯେ ଛାୟାଦେବୀ ହେଉଛନ୍ତି ଭଗବାନ ସୂର୍ଯ୍ୟଙ୍କର ପତ୍ନୀ ଏବଂ ଏହି ମନ୍ଦିରଟି ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଯଦିଓ ଏହି ମନ୍ଦିରଟି ମୁଖ୍ୟ ମନ୍ଦିର ତୁଳନାରେ ଆକାରରେ ଛୋଟ, କିନ୍ତୁ ଏହାର କାରୁକାର୍ଯ୍ୟ ମଧ୍ୟ ଅତ୍ୟନ୍ତ ସୁନ୍ଦର। ଏହି ପରିସର ମଧ୍ୟରେ ଥିବା ରନ୍ଧନଶାଳା ଓ ବଳିପୀଠ ସେ ସମୟର ମନ୍ଦିର ପରିଚାଳନା ଓ ରୀତିନୀତିରେ ସୂଚନା ଦିଏ। ଏହି କ୍ଷୁଦ୍ର ମନ୍ଦିର ଗୁଡ଼ିକ କୋଣାର୍କର ସାମଗ୍ରିକ ସ୍ଥାପତ୍ୟକୁ ପୂର୍ଣ୍ଣତା ପ୍ରଦାନ କରିଛନ୍ତି ଏବଂ ପର୍ଯ୍ୟଟକଙ୍କୁ ପ୍ରାଚୀନ ଓଡ଼ିଶାର ଧାର୍ମିକ ପରମ୍ପରା ସହ ପରିଚିତ କରାନ୍ତି। କୋଣାର୍କର ସ୍ଥାପତ୍ୟ କେବଳ ଇତିହାସରେ ନୁହେଁ, ଏହା ଆଧୁନିକ ଓଡ଼ିଶାର ସାଂସ୍କୃତିକ ପରିଚୟ ସହିତ ଓତପ୍ରୋତ ଭାବେ ଜଡ଼ିତ। ଆମେ ରାଜ୍ୟରେ ଅନେକ ସରକାରୀ ପ୍ରତୀକ, ପୁରସ୍କାର ଏବଂ ଏପରିକି ଭାରତୀୟ ମୁଦ୍ରା, 10 ଟଙ୍କିଆ ନୋଟ୍ ଉପରେ କୋଣାର୍କ ଚକର ଚିତ୍ର ସ୍ଥାନ ପାଇଛି। ଏହା ଦର୍ଶାଏ ଯେ ଶହ ଶହ ବର୍ଷ ପରେ ମଧ୍ୟ ଏହି ମନ୍ଦିରର କଲା ଓ ଦର୍ଶନ ଆମ ସମାଜରେ ଜୀବନ୍ତ ରହିଛି। ଶିଳ୍ପୀମାନଙ୍କର ସେହି ଅଦମ୍ୟ ସାହସ ଓ କଲା ପ୍ରତିମା ନିଷ୍ଠା ଆଜିର ଯୁବପିଢ଼ିମାନଙ୍କ ପାଇଁ ଏକ ବଡ଼ ପ୍ରେରଣା। କୋଣାର୍କ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ବରଂ ଏହା ଓଡ଼ିଶାର ଅସ୍ମିତାର ଏକ ଜ୍ୱଳନ୍ତ ମଶାଲ। କୋଣାର୍କ ମନ୍ଦିରର ଚାରିପଟେ ଥିବା ପ୍ରାକୃତିକ ପରିବେଶ ଏବଂ ଝାଉଁବଣ ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ। ମନ୍ଦିରଟି ସମୁଦ୍ରର ଅତି ନିକଟରେ ଥିବାରୁ ଏହା ସବୁବେଳେ ଲୁଣା ପବନ ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ସେଥିପାଇଁ ସରକାର ଏବଂ ପରିବେଶବିତ୍ମାନେ ଏହି ଅଞ୍ଚଳରେ ଅଧିକରୁ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହାଫଳରେ ମନ୍ଦିରଟି ପ୍ରଖର ପବନରୁ ସୁରକ୍ଷିତ ରହିପାରିବ। ପର୍ଯ୍ୟଟକମାନେ ଏଠାକୁ ଆସିବା ସମୟରେ କେବଳ ଇତିହାସ ନୁହେଁ, ବରଂ ଏଠାକାର ଶାନ୍ତ ଏବଂ ସବୁଜ ପରିବେଶର ମଧ୍ୟ ଆନନ୍ଦ ନିଅନ୍ତି। ଏହି ପରିବେଶର ସନ୍ତୁଳନ ରକ୍ଷା କରିବା କୋଣାର୍କର ଦୀର୍ଘାୟୁ ପାଇଁ ଅତ୍ୟନ୍ତ ଆବଶ୍ୟକ। କୋଣାର୍କ ମନ୍ଦିରର ଗଠନ କେବଳ ଧାର୍ମିକ ନୁହେଁ, ବରଂ ଏହା ପ୍ରାଚୀନ ଭାରତୀୟ ବିଜ୍ଞାନର ଏକ ଜୀବନ୍ତ ଗବେଷଣାଗାର। ଏହି ମନ୍ଦିରର ପ୍ରତ୍ୟେକ କୋଣ ଓ ପଥରର ସଂଯୋଜନା ଏପରି ଭାବରେ କରାଯାଇଥିଲା ଯେ ଏହା ପୃଥିବୀର ଚୁମ୍ବକୀୟ ଶକ୍ତିକୁ ନିୟନ୍ତ୍ରଣ କରିପାରୁଥିଲା। ମନ୍ଦିରର ମୁଖ୍ୟ ବିଗ୍ରହଙ୍କୁ ସ୍ଥାପିତ କରିବା ପାଇଁ ଯେଉଁ ସୂକ୍ଷ୍ମ ଗଣିତ ବ୍ୟବହାର କରାଯାଇଥିଲା, ତାହା ଆଜିର ଆଧୁନିକ ସ୍ଥାପତ୍ୟ ବିଜ୍ଞାନ ପାଇଁ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ। ଏହି ଅଦ୍ଭୁତ ବୈଜ୍ଞାନିକ କୌଶଳରେ କୋଣାର୍କକୁ ବିଶ୍ୱର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏହାର ପ୍ରତିଟି ପଥର ଶିଳ୍ପୀଙ୍କର ଛେଣି ସହିତ ବୈଜ୍ଞାନିକମାନଙ୍କର ଚିନ୍ତାଧାରାକୁ ମଧ୍ୟ ପ୍ରକାଶ କରିଥାଏ। କୋଣାର୍କ ମନ୍ଦିରର ଗଠନ କେବଳ ଧାର୍ମିକ ନୁହେଁ, ବରଂ ଏହା ପ୍ରାଚୀନ ଭାରତୀୟ ବିଜ୍ଞାନର ଏକ ଜୀବନ୍ତ ଗବେଷଣାଗାର। ଏହି ମନ୍ଦିରର ପ୍ରତ୍ୟେକ କୋଣ ଏବଂ ପଥରର ସଂଯୋଜନା ଏପରି ଭାବରେ କରାଯାଇଥିଲା ଯେ ଏହା ପୃଥିବୀର ଚୁମ୍ବକୀୟ ଶକ୍ତିକୁ ନିୟନ୍ତ୍ରଣ କରିପାରୁଥିଲା। ମନ୍ଦିରର ମୁଖ୍ୟ ବିଗ୍ରହଙ୍କୁ ସ୍ଥାପିତ କରିବା ପାଇଁ ଯେଉଁ ସୂକ୍ଷ୍ମ ଗଣିତ ବ୍ୟବହାର କରାଯାଇଥିଲା, ତାହା ଆଜିର ଆଧୁନିକ ସ୍ଥାପତ୍ୟ ବିଜ୍ଞାନ ପାଇଁ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ। ଏହି ଅଦ୍ଭୁତ ବୈଜ୍ଞାନିକ ଜ୍ଞାନକୌଶଳ କୋଣାର୍କକୁ ବିଶ୍ୱର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏହାର ପ୍ରତିଟି ପଥର ଶିଳ୍ପୀଙ୍କର ଛେଣି ସହିତ ବୈଜ୍ଞାନିକମାନଙ୍କର ଚିନ୍ତାଧାରାକୁ ମଧ୍ୟ ପ୍ରକାଶ କରିଥାଏ। ସୂର୍ଯ୍ୟ ମନ୍ଦିର କେବଳ ପଥରର ଏକ କୀର୍ତ୍ତି ନୁହେଁ, ଏହା ଓଡ଼ିଶାର ଜାତିର ସ୍ୱାଭିମାନ ଓ ବୀରତ୍ୱର ଏକ ଅମର ଗାଥା। 1200 ବଢ଼େଇଙ୍କର ପରିଶ୍ରମ ଏବଂ ଧର୍ମପଦର ମହାନ ବଳିଦାନ ଆଜି ବି ଏହି ମନ୍ଦିରର ପ୍ରତିଟି ଧୂଳିକଣାରେ ଜୀବନ୍ତ ହୋଇ ରହିଛି। ଯଦିଓ ସମୟର କ୍ରମରେ ଏହି ମନ୍ଦିରଟି କିଛି ଅଂଶ ଭଗ୍ନ ହୋଇଯାଇଛି,
ତଥାପି ଏହା ଅବଶିଷ୍ଟାଂଶ ମଧ୍ୟରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ବିଶ୍ୱବାସୀଙ୍କୁ ଚକିତ କରୁଛି। ଆମେ ଓଡ଼ିଶା ଭାବରେ ଏହି ମହାନ ସ୍ଥାପତ୍ୟର ଉତ୍ତରାଧିକାରୀ ହୋଇଥିବାରୁ ନିଜ ଗର୍ବିତ ମନେ କରିବା ଉଚିତ। କୋଣାର୍କ କେବଳ ଅତୀତର ଏକ ସ୍ମୃତି ନୁହେଁ, ବରଂ ଏହା ଆଗାମୀ ପିଢ଼ି ପାଇଁ କଲା, ବିଜ୍ଞାନ ଏବଂ ସଂସ୍କୃତିର ଏକ ଅକ୍ଷୟ ପ୍ରେରଣାର ଉତ୍ସ। କୋଣାର୍କ ମନ୍ଦିରର ନିମ୍ନ ଭାଗରେ ଏବଂ ପାର୍ଶ୍ୱ କାନ୍ଥଗୁଡ଼ିକରେ ହଜାର ହଜାର ହାତୀ, ଘୋଡ଼ା ଏବଂ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ମୂର୍ତ୍ତି ଅତି ସୁନ୍ଦର ଭାବରେ ଖୋଦିତ ହୋଇଛି। ଏହି ମୂର୍ତ୍ତିଗୁଡ଼ିକ କେବଳ ସଜାବଟ ପାଇଁ ନୁହେଁ, ବରଂ ଶକ୍ତି, ଧୈର୍ଯ୍ୟ ଏବଂ ଶୃଙ୍ଖଳାର ପ୍ରତୀକ ଭାବରେ ସ୍ଥାପନ କରାଯାଇଛି। ବିଶେଷ କରି ମନ୍ଦିରର ଦୁଇ ପ୍ରବେଶ ଦ୍ୱାର ପାଖରେ ଥିବା ବିଶାଳକାୟ ସିଂହ ଓ ହାତୀର ଯୁଗଳ ମୂର୍ତ୍ତି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ଏହି କଳାକୃତିଗୁଡ଼ିକ ସେ ସମୟରେ ଶିଳ୍ପୀମାନଙ୍କର ପ୍ରକୃତି ଓ ପ୍ରାଣୀ ଜଗତରେ ଥିବା ଗଭୀର ନିରୀକ୍ଷଣ ଏବଂ ସମ୍ମାନକୁ ପ୍ରକାଶ କରେ। ପଥର ଦେହରେ ଏହି ପଶୁପକ୍ଷୀମାନଙ୍କର ମାଂସପେଶୀ ଏବଂ ହାବଭାବକୁ ଏତେ ନିଖୁଣ ଭାବରେ ଦର୍ଶାଯାଇଛି ଯେ ତାହା ଦେଖିଲେ ବି ବିଶ୍ୱର ବଡ଼ ବଡ଼ କଳାକାରମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ଓଡ଼ିଶାର ସ୍ଥାପତ୍ୟ କଳାର ଅନନ୍ୟ ନିଦର୍ଶନ ହେଉଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହା ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ନଦୀ କୂଳରେ ଅବସ୍ଥିତ। ଏହି ଭବ୍ୟ ମନ୍ଦିରକୁ 13ଶ ଶତାବ୍ଦୀରେ ଗଙ୍ଗବଂଶର ନରପତି ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ କରିଥିଲେ। ଏହା କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଓଡ଼ିଶାର ଜାତିର ବୀରତ୍ୱ, କଳାପ୍ରିୟତା ଏବଂ ବୈଜ୍ଞାନିକ ଜ୍ଞାନକୌଶଳର ଏକ ଜ୍ୱଳନ୍ତ ପ୍ରମାଣ। ଏହାର କାରୁକାର୍ଯ୍ୟ ଏତେ ସୁନ୍ଦର ଯେ ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି। କୋଣାର୍କ ମନ୍ଦିରକୁ ଏକ ବିଶାଳ ରଥ ଆକାରରେ ନିର୍ମାଣ କରାଯାଇଛି। ଏହି ରଥରେ 7ଟି ବଳିଷ୍ଠ ଘୋଡ଼ା ସଂଯୁକ୍ତ ହୋଇଛି, ଯାହା ସପ୍ତାହର 7 ଦିନର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ମନ୍ଦିରର ଦୁଇ ପାର୍ଶ୍ୱରେ 24ଟି ଚକ ଖୋଦିତ ହୋଇଛି, ଯାହା ବର୍ଷକର 24ଟି ପକ୍ଷକୁ ସୂଚାଇଥାଏ। ଏହି ଚକଗୁଡ଼ିକର କାରୁକାର୍ଯ୍ୟ ଏତେ ସୂକ୍ଷ୍ମ ଯେ ଏହା ଦର୍ଶକଙ୍କୁ ବିସ୍ମିତ କରିଦିଏ। ଭଗବାନ ସୂର୍ଯ୍ୟ ନିଜେ ଏହି ରଥରେ ବିରାଜମାନ ହୋଇ ଆକାଶର ମାର୍ଗରେ ଭ୍ରମଣ କରୁଥିବା ଭଳି ଏହା ପ୍ରତୀୟମାନ ହୁଏ। କୋଣାର୍କ ମନ୍ଦିରର ଚକଗୁଡ଼ିକ କେବଳ କଳାକୃତି ନୁହେଁ, ଏହା ମଧ୍ୟ ଏକ ପ୍ରାକୃତିକ ଘଡ଼ି ଭାବରେ କାର୍ଯ୍ୟ କରେ। ଏହି ଚକଗୁଡ଼ିକର ମୁଖ୍ୟ ଅଂଶ ହେଉଛି 8ଟି ବଡ଼ ଅଖ ଓ 8ଟି ସାନ ଅଖ। ସୂର୍ଯ୍ୟଙ୍କ କିରଣ ଯେତେବେଳେ ଏହି ଅଖ ଉପରେ ପଡ଼େ, ସେତେବେଳେ ଏହାର ଛାଇ ଦେଖି ସମୟ ନିରୂପଣ କରାଯାଇଥାଏ। ଏହା ଏତେ ସଠିକ୍ ଯେ ବର୍ତ୍ତମାନର ଆଧୁନିକ ଘଡ଼ି ସହିତ ମଧ୍ୟ ଏହାର ସମୟ ମେଳ ଖାଇଥାଏ। କୋଣାର୍କ ମନ୍ଦିରର ପ୍ରତିଟି ପଥରରେ ଜୀବନ୍ତ କଳାର ସ୍ପର୍ଶ ଦେଖିବାକୁ ମିଳେ। ମନ୍ଦିରର କାନ୍ଥଗୁଡ଼ିକରେ ହଜାର ହଜାର ମୂର୍ତ୍ତି ଖୋଦିତ ହୋଇଛି, ଯେଉଁଥିରେ ଏହି ସମୟର ସାମାଜିକ ଜୀବନ, ଯୁଦ୍ଧ ଦୃଶ୍ୟ, ନୃତ୍ୟ, ରଥ ରମଣୀ ଓ ବିଭିନ୍ନ ପଶୁପକ୍ଷୀଙ୍କ ଚିତ୍ର ରହିଛି। ବିଶେଷ କରି ମନ୍ଦିର ଗାତ୍ରରେ ଥିବା ହାତୀ, ଘୋଡ଼ାମାନଙ୍କର ବିଶାଳ ମୂର୍ତ୍ତିଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ। ଶିଳ୍ପୀମାନେ ପଥର ଦେହରେ ଏପରି କୋମଳ ଭାବେ ପ୍ରକାଶ କରିଛନ୍ତି, ଯାହା ଦେଖିଲେ ମନେ ହୁଏ ଯେ ଯେମିତି ସେଗୁଡ଼ିକ ଏବେ କଥା ହେଉଛନ୍ତି। ଏହି ସୂକ୍ଷ୍ମ କାରୁକାର୍ଯ୍ୟ କୋଣାର୍କକୁ ବିଶ୍ୱର ଏକ ଶ୍ରେଷ୍ଠ କଳାକୃତିର ମାନ୍ୟତା ଦେଇଛି। କୋଣାର୍କ ମନ୍ଦିରର ଅନ୍ୟତମ ଆକର୍ଷଣ ହେଉଛି ଏହାର ବିଶାଳ ନବଗ୍ରହ ପଥର। ଏହି ଏକକ ଶିଳାଖଣ୍ଡରେ 9ଟି ଗ୍ରହର ପ୍ରତିମା ଅତି ସୁନ୍ଦର ଭାବରେ ଖୋଦିତ ହୋଇଛି। ପ୍ରାଚୀନ କାଳରେ ଏହା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରର ଉପରି ଭାଗରେ ସ୍ଥାପିତ ହୋଇଥିଲା, ଯାହା ମନ୍ଦିରର ସୁବାସିତ ପ୍ରଦାନ କରୁଥିବା ବିଶ୍ୱାସ କରାଯାଏ। ବର୍ତ୍ତମାନ ଏହି ବିଶାଳ ପଥରଟି ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ଗୃହରେ ସୁରକ୍ଷିତ ରଖାଯାଇଛି। ଶ୍ରଦ୍ଧାଳୁମାନେ ଏହା ଗ୍ରହ ଶାନ୍ତି ପାଇଁ ପୂଜାର୍ଚ୍ଚନା କରନ୍ତି। ଏହି ପଥରର ଓଜନ ଏବଂ ଏଥିରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ସେ ସମୟର ଯାନ୍ତ୍ରିକ କୌଶଳର ଏକ ଉଦାହରଣ। କୋଣାର୍କ ମନ୍ଦିରର ଇତିହାସ ସହିତ ଚନ୍ଦ୍ରଭାଗା ନଦୀର ସମ୍ପର୍କ ଅତି ନିବିଡ଼। ପୁରାଣ ଅନୁସାରେ ଏହି ନଦୀ କୂଳରେ ମନ୍ଦିରଟି ନିର୍ମିତ ହୋଇଥିଲା। ବିଶ୍ୱାସ କରାଯାଏ ଯେ ସମସ୍ତଙ୍କ କୁଷ୍ଠରୋଗ ଏହି ନଦୀରେ ସ୍ନାନ କରିବା ପରେ ଭଲ ହୋଇଥିଲା। ସେ ସ୍ମୃତିରେ ଆଜି ମଧ୍ୟ ପ୍ରତିବର୍ଷ ମାଘ ସପ୍ତମୀରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ବେଳାଭୂମିରେ ବୁଡ଼ ପକାନ୍ତି। ବର୍ତ୍ତମାନ ଏହି ନଦୀଟି ମନ୍ଦିର ପାଖରୁ ଶୁଖିଯାଇଥିଲେ ମଧ୍ୟ ଏହାର ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ କୋଣାର୍କ ସହିତ ସବୁଦିନ ପାଇଁ ଜଡ଼ିତ ହୋଇ ରହିଛି। କୋଣାର୍କ ମନ୍ଦିର ନିର୍ମାଣ ସହିତ 12 ବର୍ଷର ବାଲକ ଧର୍ମପଦର ନାମ ଅମର ହୋଇ ରହିଛି। କୁହାଯାଏ ଯେ 1200 ଶିଳ୍ପୀ 12 ବର୍ଷ ଧରି ପରିଶ୍ରମ କରି ମଧ୍ୟ ମନ୍ଦିରର ମୁଣ୍ଡି ମାରିପାରୁନଥିଲେ। ଏହି ସମୟରେ ମୁଖ୍ୟ ଶିଳ୍ପୀ ବିଶୁ ମହାରଣାଙ୍କ ପୁଅ ଧର୍ମପଦ ସେଠାରେ ପହଞ୍ଚି ନିଜ ବୁଦ୍ଧି ବଳରେ ମନ୍ଦିରର ଶୀର୍ଷ ସ୍ଥାପନ କରିଥିଲେ।
କିନ୍ତୁ 1200 ବଢ଼େଇଙ୍କ ସମ୍ମାନ ରକ୍ଷା କରିବା ପାଇଁ ସେ ମନ୍ଦିର ଚୂଲରୁ ଚନ୍ଦ୍ରଭାଗା ନଦୀକୁ ଡେଇଁ ନିଜର ପ୍ରାଣ ବଳି ଦେଇଥିଲେ। ଏହି ମହାନ ବଳିଦାନ ଓ ଓଡ଼ିଶାର ପ୍ରତିଟି ଘରେ ଏକ ଗର୍ବର କାହାଣୀ ଭାବେ ପରିଚିତ। କୋଣାର୍କ ମନ୍ଦିରର ନିର୍ମାଣରେ ଏକ ଶକ୍ତିଶାଳୀ ଚୁମ୍ବକୀୟ କୌଶଳ ବ୍ୟବହାର କରାଯାଇଥିଲା। କୁହାଯାଏ ଯେ ମନ୍ଦିରର ଶୀର୍ଷରେ ଏକ ବିଶାଳ ଚୁମ୍ବକ ରଖାଯାଇଥିଲା ଏବଂ ପଥର ଗୁଡ଼ିକ ମଧ୍ୟରେ ଲୁହା ଚାଦର ବ୍ୟବହାର କରାଯାଇଥିଲା, ଯାହାଫଳରେ ମନ୍ଦିରର ମୁଖ୍ୟ ଭାସମାନ ଅବସ୍ଥାରେ ରହୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଚୁମ୍ବକ ଯୋଗୁଁ ସମୁଦ୍ରରେ ଯାଉଥିବା ଜାହାଜ ଗୁଡ଼ିକର ଦିଗବାଣୀରେ ଯନ୍ତ୍ର କମ୍ପାସ ବିଗିଡ଼ି ଯାଉଥିବାରୁ ପର୍ତ୍ତୁଗୀଜ ନାବିକମାନେ ଏହାକୁ ବାହାର କରି ନେଇଥିଲେ। ଏହି ଚୁମ୍ବକ ବାହାର କରିବା ପରେ ମନ୍ଦିରର ଭାରସାମ୍ୟ ନଷ୍ଟ ହୋଇଥିଲା ଏବଂ ଏହାର ପତନ ଆରମ୍ଭ ହୋଇଥିଲା। ବୈଦେଶିକ ନାବିକମାନଙ୍କ ପାଇଁ କୋଣାର୍କ ମନ୍ଦିର ବ୍ଲାକ୍ ପାଗୋଡ଼ା ନାମରେ ପରିଚିତ ଥିଲା। ସମୁଦ୍ର ମଧ୍ୟ ଦେଇ ଯାଉଥିବା ନାବିକମାନେ ଦୂରରୁ ଏହି ବିଶାଳକାୟ କଳା ରଙ୍ଗର ମନ୍ଦିରକୁ ଦେଖି ନିଜର ଦିଗ ନିର୍ଣ୍ଣୟ କରୁଥିଲେ। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରକୁ ସେମାନେ ହ୍ୱାଇଟ୍ ପାଗୋଡ଼ା ବୋଲି କହୁଥିବା ବେଳେ କୋଣାର୍କକୁ ଏହାର କଳା ପଥରର ଗଠନ ପାଇଁ ବ୍ଲାକ୍ ପାଗୋଡ଼ା ବୋଲି କହୁଥିଲେ। ଏହି ନାମଟି କୋଣାର୍କର ଗାମ୍ଭୀର୍ଯ୍ୟ ଏବଂ ସାମୁଦ୍ରିକ ବାଣିଜ୍ୟର ଏହାର ଗୁରୁତ୍ୱକୁ ସୂଚାଇଥାଏ। ୟୁରୋପୀୟ ପର୍ଯ୍ୟଟକମାନଙ୍କ ଲେଖାରେ ମଧ୍ୟ ଏହି ନାମରେ ଉଲ୍ଲେଖ ଦେଖିବାକୁ ମିଳେ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଅତୁଳନୀୟ କଳାକୃତି ପାଇଁ ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିଛି। 1984 ମସିହାରେ ୟୁନେସ୍କୋ ଦ୍ୱାରା ଏହା ବିଶ୍ୱ ଐତିହ୍ୟ ସ୍ଥଳ ୱାର୍ଲଡ ହେରିଟେଜ ସାଇଟ୍ ଭାବରେ ଘୋଷଣା କରାଯାଇଥିଲା। ଏହି ମାନ୍ୟତା ମିଳିବା ପରେ କୋଣାର୍କ କେବଳ ଭାରତର ନୁହେଁ ବରଂ ସମଗ୍ର ବିଶ୍ୱର ଏକ ସମ୍ପତ୍ତି ଭାବେ ପରିଗଣିତ ହେଲା। ଏହାର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ଦିଗରେ ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଭାରତୀୟ ସଂସ୍କୃତିକୁ ଗୌରବକୁ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରୁଛି। କୋଣାର୍କ ମନ୍ଦିରର ନାଟ ମନ୍ଦିର ଏକଦା ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର କେନ୍ଦ୍ରବିନ୍ଦୁ ଥିଲା। ସେହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ପ୍ରତିବର୍ଷ ଡିସେମ୍ବର ମାସରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ ଆୟୋଜିତ ହୁଏ। ଏହି ମହୋତ୍ସବରେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶ୍ରେଷ୍ଠ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ, ଭାରତନାଟ୍ୟମ୍, କଥକ ଏବଂ ଅନ୍ୟାନ୍ୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରନ୍ତି। ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ପୃଷ୍ଠଭୂମିରେ ଏହି ନୃତ୍ୟଗୁଡ଼ିକ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରେ। ଏହା କେବଳ ଏକ କଳାକୃତି ନୁହେଁ ବରଂ ଓଡ଼ିଶା କଳା ଓ ସଂସ୍କୃତିର ଏକ ଜୀବନ୍ତ ଉତ୍ସବ। ବର୍ତ୍ତମାନ ଆମେ ଯେଉଁ ବିଶାଳ ମନ୍ଦିରଟି ଦେଖୁଛୁ ତାହା ପ୍ରକୃତିରେ ମୁଖ୍ୟ ମନ୍ଦିର ନୁହେଁ ବରଂ ଏହା ହେଉଛି ମନ୍ଦିରର ମୁଖଶାଳା ବା ଜଗମୋହନ। ମୂଳ ମନ୍ଦିରଟି ଅନେକ ବର୍ଷ ପୂର୍ବରୁ ଭାଙ୍ଗି ଯାଇଛି, ଯାହାର ଉଚ୍ଚତା ପ୍ରାୟ 200 ଫୁଟରୁ ଅଧିକ ଥିଲା। ଏହି ମୁଖଶାଳାକୁ ସୁରକ୍ଷିତ ରଖିବା ପାଇଁ ବ୍ରିଟିଶ ଶାସନ କାଳରେ ଏହାର ଭିତରେ ପଟୁଆଲି ଭର୍ତ୍ତି କରି ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ASI ଏହି ବାଲି ବାହାର କରି ମନ୍ଦିରର ସ୍ଥାୟିତ୍ୱ ବଢ଼ାଇବା ପାଇଁ ବିଭିନ୍ନ ବୈଜ୍ଞାନିକ ପଦ୍ଧତିରେ ଅବଲମ୍ବନ କରୁଛନ୍ତି। ଏହା ଆମ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି, ଯାହାର ସଂରକ୍ଷଣ ଆମେ ସମସ୍ତଙ୍କର ଦାୟିତ୍ୱ। କୋଣାର୍କ ମନ୍ଦିରର ନିର୍ମାଣରେ ମୁଖ୍ୟତଃ 3 ପ୍ରକାରର ପଥର ବ୍ୟବହାର କରାଯାଇଛି। ସେଗୁଡ଼ିକ ହେଲା ଫ୍ଲୋରାଇଡ୍, ଲାଟେରାଇଟ୍ ଏବଂ କୋଣ୍ଡାଲାଇଟ୍। ମନ୍ଦିରର ମୁଖ୍ୟ କାରୁକାର୍ଯ୍ୟ ଓ ମୂର୍ତ୍ତିଗୁଡ଼ିକ ପାଇଁ କଳା ମଗୁନି ପଥର ବା କ୍ଲୋରାଇଡ୍ ବ୍ୟବହାର କରାଯାଇଛି, ଯାହା ଅତ୍ୟନ୍ତ ଶକ୍ତ ଏବଂ ଚମକଦାର। ସେହି ସମୟରେ ଏହି ଭାରୀ ପଥରଗୁଡ଼ିକୁ ଦୂରଦୂରାନ୍ତରରୁ କିପରି ଅଣାଯାଇଥିଲା ଏବଂ ପରସ୍ପର ସହିତ ଲୁହା, କଣ୍ଟା ଓ ସୀସା ସାହାଯ୍ୟରେ ଯୋଡ଼ାଯାଇଥିଲା, ତାହା ଆଜିର ଇଞ୍ଜିନିୟରମାନଙ୍କ ପାଇଁ ମଧ୍ୟ ଏକ ଆଶ୍ଚର୍ଯ୍ୟର ବିଷୟ। ଏହି ପଥରଗୁଡ଼ିକର ସଠିକ୍ ସଂଯୋଜନା ଯୋଗୁଁ ମନ୍ଦିରଟି ଶହ ଶହ ବର୍ଷ ଧରି ସମୁଦ୍ରର ଲୁଣା ପବନ ସତ୍ତ୍ୱେ ତିଷ୍ଠି ରହିଛି। କୋଣାର୍କ ମନ୍ଦିରର ଅବସ୍ଥିରେ ଏପରି ଭାବେ କରାଯାଇଛି ଯେ ସୂର୍ଯ୍ୟୋଦୟର ପ୍ରଥମ କିରଣ ସିଧାସଳଖ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ପଡ଼ିଥାଏ। ସକାଳର ସେହି ସମୟରେ ମନ୍ଦିରର କାରୁକାର୍ଯ୍ୟଗୁଡ଼ିକ ସୁନା ଭଳି ଚମକି ଉଠେ, ଯାହା ଏକ ଆଲୌକିକ ଦୃଶ୍ୟ ସୃଷ୍ଟି କରେ। ସମୁଦ୍ରର ଅତି ନିକଟରେ ଅବସ୍ଥିତ ହୋଇଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ଥାପତ୍ୟ ଏକ ଅପୂର୍ବ ମିଳନ ଦେଖିବାକୁ ମିଳେ। ପର୍ଯ୍ୟଟକମାନେ କେବଳ ମନ୍ଦିର ଦେଖିବାକୁ ନୁହେଁ ବରଂ ଚନ୍ଦ୍ରଭାଗା ବେଳାଭୂମିରେ ସୂର୍ଯ୍ୟୋଦୟର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ମଧ୍ୟ ଏଠାକୁ ଆସନ୍ତି। ଏହି ପ୍ରାକୃତିକ ପରିବେଶ କୋଣାର୍କର ଗାରିମାକୁ ଆହୁରି ଦ୍ୱିଗୁଣିତ କରିଥାଏ।
କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ପଥରର ଏକ କୀର୍ତ୍ତି ନୁହେଁ, ଏହା ଓଡ଼ିଶା ଜାତିର ଅସ୍ମିତା ଓ ଗର୍ବର ପ୍ରତୀକ। ଏହା ପ୍ରାଚୀନ ଭାରତର ବିଜ୍ଞାନ, କଲା ଏବଂ ସ୍ଥାପତ୍ୟର ଚରମ ସୀମାକୁ ଦର୍ଶାଇଥାଏ। ରବୀନ୍ଦ୍ରନାଥ ଟାଗୋର କୋଣାର୍କ ବିଷୟରେ କହିଥିଲେ, ଏଠାରେ ପଥରର ଭାଷା ମଣିଷର ଭାଷାକୁ ବୋଲି ଯାଇଛି। ଆଜି ମଧ୍ୟ ଏହି ମନ୍ଦିର ଆମକୁ ଶୃଙ୍ଖଳା, ପରିଶ୍ରମ ଓ ସର୍ଜନାତ୍ମକତାର ପ୍ରେରଣା ଦିଏ। ଯଦିଓ ସମୟ ଚକ୍ରରେ ମନ୍ଦିରଟି କିଛି ଅଂଶ କ୍ଷୟ ହୋଇଛି, ତଥାପି ଏହାର ଭଗ୍ନାବଶେଷ ମଧ୍ୟରେ ଓଡ଼ିଶାର ସ୍ୱର୍ଣ୍ଣମୟୀ ଇତିହାସ ଜୀବନ୍ତ ହୋଇ ରହିଛି। ଏହାର ସୁରକ୍ଷା ଓ ସମ୍ମାନ ବଜାୟ ରଖିବା ପ୍ରତ୍ୟେକ ଓଡ଼ିଆ ତଥା ଭାରତୀୟମାନଙ୍କର ପବିତ୍ର କର୍ତ୍ତବ୍ୟ। ମୁଖ୍ୟ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ଦିଗରେ ଛାୟାଦେବୀ ମନ୍ଦିର ନାମକ ଏକ ଛୋଟ ମନ୍ଦିର ଅବସ୍ଥିତ। ବିଶ୍ୱାସ କରାଯାଏ ଯେ ଛାୟାଦେବୀ ହେଉଛନ୍ତି ଭଗବାନ ସୂର୍ଯ୍ୟଙ୍କର ପତ୍ନୀ ଏବଂ ଏହି ମନ୍ଦିରଟି ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଯଦିଓ ଏହି ମନ୍ଦିରଟି ମୁଖ୍ୟ ମନ୍ଦିର ତୁଳନାରେ ଆକାରରେ ଛୋଟ, କିନ୍ତୁ ଏହାର କାରୁକାର୍ଯ୍ୟ ମଧ୍ୟ ଅତ୍ୟନ୍ତ ସୁନ୍ଦର। ଏହି ପରିସର ମଧ୍ୟରେ ଥିବା ରନ୍ଧନଶାଳା ଓ ବଲିପୀଠ ସେ ସମୟର ମନ୍ଦିର ପରିଚାଳନା ଓ ରୀତିନୀତିରେ ସୂଚନା ଦିଏ। ଏହି କ୍ଷୁଦ୍ର ମନ୍ଦିର ଗୁଡ଼ିକ କୋଣାର୍କର ସାମଗ୍ରିକ ସ୍ଥାପତ୍ୟକୁ ପୂର୍ଣ୍ଣତା ପ୍ରଦାନ କରିଛନ୍ତି ଏବଂ ପର୍ଯ୍ୟଟକଙ୍କୁ ପ୍ରାଚୀନ ଓଡ଼ିଶାର ଧାର୍ମିକ ପରମ୍ପରା ସହ ପରିଚିତ କରାନ୍ତି। କୋଣାର୍କର ସ୍ଥାପତ୍ୟ କେବଳ ଇତିହାସରେ ନୁହେଁ, ଏହା ଆଧୁନିକ ଓଡ଼ିଶାର ସାଂସ୍କୃତିକ ପରିଚୟ ସହିତ ଓତପ୍ରୋତ ଭାବେ ଜଡ଼ିତ। ଆମେ ରାଜ୍ୟରେ ଅନେକ ସରକାରୀ ପ୍ରତୀକ, ପୁରସ୍କାର ଏବଂ ଏପରିକି ଭାରତୀୟ ମୁଦ୍ରା, 10 ଟଙ୍କିଆ ନୋଟ୍ ଉପରେ କୋଣାର୍କ ଚକର ଚିତ୍ର ସ୍ଥାନ ପାଇଛି। ଏହା ଦର୍ଶାଏ ଯେ ଶହ ଶହ ବର୍ଷ ପରେ ମଧ୍ୟ ଏହି ମନ୍ଦିରର କଲା ଓ ଦର୍ଶନ ଆମ ସମାଜରେ ଜୀବନ୍ତ ରହିଛି। ଶିଳ୍ପୀମାନଙ୍କର ସେହି ଅଦମ୍ୟ ସାହସ ଓ କଲା ପ୍ରତିମା ନିଷ୍ଠା ଆଜିର ଯୁବପିଢ଼ିମାନଙ୍କ ପାଇଁ ଏକ ବଡ଼ ପ୍ରେରଣା। କୋଣାର୍କ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ବରଂ ଏହା ଓଡ଼ିଶାର ଅସ୍ମିତାର ଏକ ଜ୍ୱଳନ୍ତ ମଶାଲ। କୋଣାର୍କ ମନ୍ଦିରର ଚାରିପଟେ ଥିବା ପ୍ରାକୃତିକ ପରିବେଶ ଏବଂ ଝାଉଁବଣ ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ। ମନ୍ଦିରଟି ସମୁଦ୍ରର ଅତି ନିକଟରେ ଥିବାରୁ ଏହା ସବୁବେଳେ ଲୁଣା ପବନ ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ସେଥିପାଇଁ ସରକାର ଏବଂ ପରିବେଶବିତ୍ମାନେ ଏହି ଅଞ୍ଚଳରେ ଅଧିକରୁ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହାଫଳରେ ମନ୍ଦିରଟି ପ୍ରଖର ପବନରୁ ସୁରକ୍ଷିତ ରହିପାରିବ। ପର୍ଯ୍ୟଟକମାନେ ଏଠାକୁ ଆସିବା ସମୟରେ କେବଳ ଇତିହାସ ନୁହେଁ, ବରଂ ଏଠାକାର ଶାନ୍ତ ଏବଂ ସବୁଜ ପରିବେଶର ମଧ୍ୟ ଆନନ୍ଦ ନିଅନ୍ତି। ଏହି ପରିବେଶର ସନ୍ତୁଳନ ରକ୍ଷା କରିବା କୋଣାର୍କର ଦୀର୍ଘାୟୁ ପାଇଁ ଅତ୍ୟନ୍ତ ଆବଶ୍ୟକ। କୋଣାର୍କ ମନ୍ଦିରର ଗଠନ କେବଳ ଧାର୍ମିକ ନୁହେଁ, ବରଂ ଏହା ପ୍ରାଚୀନ ଭାରତୀୟ ବିଜ୍ଞାନର ଏକ ଜୀବନ୍ତ ଗବେଷଣାଗାର। ଏହି ମନ୍ଦିରର ପ୍ରତ୍ୟେକ କୋଣ ଓ ପଥରର ସଂଯୋଜନା ଏପରି ଭାବରେ କରାଯାଇଥିଲା ଯେ ଏହା ପୃଥିବୀର ଚୁମ୍ବକୀୟ ଶକ୍ତିକୁ ନିୟନ୍ତ୍ରଣ କରିପାରୁଥିଲା। ମନ୍ଦିରର ମୁଖ୍ୟ ବିଗ୍ରହଙ୍କୁ ସ୍ଥାପିତ କରିବା ପାଇଁ ଯେଉଁ ସୂକ୍ଷ୍ମ ଗଣିତ ବ୍ୟବହାର କରାଯାଇଥିଲା, ତାହା ଆଜିର ଆଧୁନିକ ସ୍ଥାପତ୍ୟ ବିଜ୍ଞାନ ପାଇଁ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ। ଏହି ଅଦ୍ଭୁତ ବୈଜ୍ଞାନିକ କୌଶଳରେ କୋଣାର୍କକୁ ବିଶ୍ୱର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏହାର ପ୍ରତିଟି ପଥର ଶିଳ୍ପୀଙ୍କର ଛେଣି ସହିତ ବୈଜ୍ଞାନିକମାନଙ୍କର ଚିନ୍ତାଧାରାକୁ ମଧ୍ୟ ପ୍ରକାଶ କରିଥାଏ। କୋଣାର୍କ ମନ୍ଦିରର ଗଠନ କେବଳ ଧାର୍ମିକ ନୁହେଁ, ବରଂ ଏହା ପ୍ରାଚୀନ ଭାରତୀୟ ବିଜ୍ଞାନର ଏକ ଜୀବନ୍ତ ଗବେଷଣାଗାର। ଏହି ମନ୍ଦିରର ପ୍ରତ୍ୟେକ କୋଣ ଏବଂ ପଥରର ସଂଯୋଜନା ଏପରି ଭାବରେ କରାଯାଇଥିଲା ଯେ ଏହା ପୃଥିବୀର ଚୁମ୍ବକୀୟ ଶକ୍ତିକୁ ନିୟନ୍ତ୍ରଣ କରିପାରୁଥିଲା। ମନ୍ଦିରର ମୁଖ୍ୟ ବିଗ୍ରହଙ୍କୁ ସ୍ଥାପିତ କରିବା ପାଇଁ ଯେଉଁ ସୂକ୍ଷ୍ମ ଗଣିତ ବ୍ୟବହାର କରାଯାଇଥିଲା, ତାହା ଆଜିର ଆଧୁନିକ ସ୍ଥାପତ୍ୟ ବିଜ୍ଞାନ ପାଇଁ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ। ଏହି ଅଦ୍ଭୁତ ବୈଜ୍ଞାନିକ ଜ୍ଞାନକୌଶଳ କୋଣାର୍କକୁ ବିଶ୍ୱର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏହାର ପ୍ରତିଟି ପଥର ଶିଳ୍ପୀଙ୍କର ଛେଣି ସହିତ ବୈଜ୍ଞାନିକମାନଙ୍କର ଚିନ୍ତାଧାରାକୁ ମଧ୍ୟ ପ୍ରକାଶ କରିଥାଏ। ସୂର୍ଯ୍ୟ ମନ୍ଦିର କେବଳ ପଥରର ଏକ କୀର୍ତ୍ତି ନୁହେଁ, ଏହା ଓଡ଼ିଶାର ଜାତିର ସ୍ୱାଭିମାନ ଓ ବୀରତ୍ୱର ଏକ ଅମର ଗାଥା। 1200 ବଢ଼େଇଙ୍କର ପରିଶ୍ରମ ଏବଂ ଧର୍ମପଦର ମହାନ ବଳିଦାନ ଆଜି ବି ଏହି ମନ୍ଦିରର ପ୍ରତିଟି ଧୂଳିକଣାରେ ଜୀବନ୍ତ ହୋଇ ରହିଛି। ଯଦିଓ ସମୟର କ୍ରମରେ ଏହି ମନ୍ଦିରଟି କିଛି ଅଂଶ ଭଗ୍ନ ହୋଇଯାଇଛି, ତଥାପି ଏହା ଅବଶିଷ୍ଟାଂଶ ମଧ୍ୟରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ବିଶ୍ୱବାସୀଙ୍କୁ ଚକିତ କରୁଛି। ଆମେ ଓଡ଼ିଶା ଭାବରେ ଏହି ମହାନ ସ୍ଥାପତ୍ୟର ଉତ୍ତରାଧିକାରୀ ହୋଇଥିବାରୁ ନିଜ ଗର୍ବିତ ମନେ କରିବା ଉଚିତ। କୋଣାର୍କ କେବଳ ଅତୀତର ଏକ ସ୍ମୃତି ନୁହେଁ, ବରଂ
ଏହା ଆଗାମୀ ପିଢ଼ି ପାଇଁ କଳା, ବିଜ୍ଞାନ ଏବଂ ସଂସ୍କୃତିର ଏକ ଅକ୍ଷୟ ପ୍ରେରଣାର ଉତ୍ସ। କୋଣାର୍କ ମନ୍ଦିରର ନିମ୍ନ ଭାଗରେ ଏବଂ ପାର୍ଶ୍ୱ କାନ୍ଥଗୁଡ଼ିକରେ ହଜାର ହଜାର ହାତୀ, ଘୋଡ଼ା ଏବଂ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ମୂର୍ତ୍ତି ଅତି ସୁନ୍ଦର ଭାବରେ ଖୋଦିତ ହୋଇଛି। ଏହି ମୂର୍ତ୍ତିଗୁଡ଼ିକ କେବଳ ସଜାବଟ ପାଇଁ ନୁହେଁ, ବରଂ ଶକ୍ତି, ଧୈର୍ଯ୍ୟ ଏବଂ ଶୃଙ୍ଖଳାର ପ୍ରତୀକ ଭାବରେ ସ୍ଥାପନ କରାଯାଇଛି। ବିଶେଷ କରି ମନ୍ଦିରର ଦୁଇ ପ୍ରବେଶ ଦ୍ୱାର ପାଖରେ ଥିବା ବିଶାଳକାୟ ସିଂହ ଓ ହାତୀର ଯୁଗଳ ମୂର୍ତ୍ତି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ଏହି କଳାକୃତିଗୁଡ଼ିକ ସେ ସମୟରେ ଶିଳ୍ପୀମାନଙ୍କର ପ୍ରକୃତି ଓ ପ୍ରାଣୀ ଜଗତରେ ଥିବା ଗଭୀର ନିରୀକ୍ଷଣ ଏବଂ ସମ୍ମାନକୁ ପ୍ରକାଶ କରେ। ପଥର ଦେହରେ ଏହି ପଶୁପକ୍ଷୀମାନଙ୍କର ମାଂସପେଶୀ ଏବଂ ହାବଭାବକୁ ଏତେ ନିଖୁଣ ଭାବରେ ଦର୍ଶାଯାଇଛି ଯେ ତାହା ଦେଖିଲେ ବି ବିଶ୍ୱର ବଡ଼ ବଡ଼ କଳାକାରମାନେ ଆଶ୍ଚର୍ଯ୍ୟ ହୁଅନ୍ତି।